أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين لن تنالوا البر حتى تنفقوا مما تحبون وما تنفقوا من شيء فإن الله به عليم যেপର୍ଯ୍ୟନ୍ତ ତୁମେମାନେ ନିଜର ପ୍ରିୟ ବସ୍ତୁକୁ ପ୍ରଭୁଙ୍କ ମାର୍ଗରେ ବ୍ୟୟ ନ କରିଛ ସେ ପର୍ଯ୍ୟନ୍ତ ତୁମେମାନେ ସେହି ପୁଣ୍ୟକୁ କଦାପି ପ୍ରାପ୍ତ କରିପାରିବ ନାହିଁ। ସେହିପରି ଯେଉଁ ବସ୍ତୁ ବି ତୁମେମାନେ ଅଲ୍ଲାହଙ୍କ ମାର୍ଗରେ ବ୍ୟୟ କର ଅଲ୍ଲାହ ତାହାକୁ ଭଲ ଭାବରେ ଜାଣନ୍ତି। ବାସ୍ତବରେ ପୁଣ୍ୟକୁ ସର୍ବୋଚ୍ଚ ପୁଣ୍ୟ ବୋଲି ସେତେବେଳେ କୁହାଯିବ ଯେପରିକି ଆଲ୍ଲାହ ତାଆଲା ପବିତ୍ର କୁରାନରେ କୁହନ୍ତି, ଯେପର୍ଯ୍ୟନ୍ତ ତୁମେମାନେ ନିଜର ପ୍ରିୟ ବସ୍ତୁକୁ ତାଙ୍କ ମାର୍ଗରେ ବ୍ୟୟ ନ କରିଛ ସେ ପର୍ଯ୍ୟନ୍ତ ତୁମେ ସେହି ଉଚ୍ଚ ସ୍ତରର ପୁଣ୍ୟକୁ ପାଇପାରିବ ନାହିଁ। ଅତଏବ ଜଣେ ପ୍ରକୃତ ବିଶ୍ୱାସକାରୀ ବ୍ୟକ୍ତିକୁ ସର୍ବଦା ପ୍ରଭୁଙ୍କ ଅନୁଗ୍ରହତା ଓ ତାହାଙ୍କ ପ୍ରସନ୍ନତା ପ୍ରାପ୍ତି ନିମନ୍ତେ ଉଦ୍ୟମ କରିବା ଉଚିତ। ଯଦି ବିଶ୍ୱାସକାରୀ ବ୍ୟକ୍ତି ପୁଣ୍ୟାବଳୀର ସେହି ସ୍ତରକୁ ପ୍ରାପ୍ତ କରିବା ନିମନ୍ତେ ଉଦ୍ୟମ କରିଥାଏ ଏବଂ ବିଶ୍ୱାସକାରୀ ବ୍ୟକ୍ତିକୁ ପୁଣ୍ୟକର୍ମ ସମ୍ପାଦନ କରିବା ଉଚିତ, ଏହି ପୁଣ୍ୟକର୍ମ ହିଁ ବିଶ୍ୱାସକାରୀ ବ୍ୟକ୍ତିକୁ ଈଶ୍ୱରଙ୍କ ସମୀପବର୍ତ୍ତୀ କରାଇଥାଏ। ପବିତ୍ର କୁରାନରେ ଆଲ୍ଲାହ ତାଆଲାଙ୍କ ସାମୀପ୍ୟ ପ୍ରାପ୍ତ କରିବା ନିମନ୍ତେ ନାନା ସ୍ଥାନରେ ବିଭିନ୍ନ ଶୈଳୀରେ ବିଶ୍ୱାସକାରୀମାନଙ୍କୁ ଅନୁପ୍ରାଣିତ ଓ ପ୍ରୋତ୍ସାହିତ କରାଇଅଛି। ବିଭିନ୍ନ ପୁଣ୍ୟବଳୀର ଚର୍ଚ୍ଚା କରାଯାଇଛି ଓ ଆଲ୍ଲାହ ତାଆଲାଙ୍କ ମାର୍ଗରେ ଧନ ବ୍ୟୟ କରିବାକୁ ମଧ୍ୟ ଏକ ପ୍ରକାରର ପୁଣ୍ୟ ବୋଲି ବିବେଚିତ କରାଯାଇଛି। ଆଲ୍ଲାହ ତାଆଲା କୁହନ୍ତି, ହେ ବିଶ୍ୱାସକାରୀମାନେ, ତୁମେ ଯେଉଁ ବସ୍ତୁକୁ ଅତି ପ୍ରିୟ ମଣୁଛ ଯଦି ତାହାକୁ ତୁମେମାନେ ତାଙ୍କ ମାର୍ଗରେ ବ୍ୟୟ କର ତେବେ ଏହା ବୃହତ୍ ପୁଣ୍ୟ ସାବ୍ୟସ୍ତ ହେବ। ନିଃସନ୍ଦେହରେ ଆଲ୍ଲାହ ତାଆଲା ପ୍ରତ୍ୟେକ ପୁଣ୍ୟର ପ୍ରତିଫଳ ପ୍ରଦାନ କରିଥାନ୍ତି। ଏହି ପୁଣ୍ୟର ପ୍ରତିଫଳ ଯଦି ତାହାଙ୍କ ପ୍ରସନ୍ନତା ପ୍ରାପ୍ତି ନିମନ୍ତେ ପ୍ରଦାନ ନିମନ୍ତେ କରାଯାଏ ତେବେ ତାହା ଅଧିକ ଶ୍ରେୟସ୍କର। କିନ୍ତୁ ଯେହେତୁ ମନୁଷ୍ୟ ନିଜର ଧନକୁ ବେଶୀ ଭଲ ପାଇଥାଏ, ପ୍ରିୟ ରଖିଥାଏ, ତେଣୁ ଏଥିପ୍ରତି ମଧ୍ୟ ବିଶେଷ ରୂପେ ଆମମାନଙ୍କର ଧ୍ୟାନ ଆକର୍ଷିତ କରାଯାଇଛି। ସୁତରାଂ ବିଶ୍ୱାସ ଓ ପ୍ରକୃତ ପୁଣ୍ୟ ଓ ବଳିଦାନର ସର୍ବୋଚ୍ଚ ସ୍ତରର ଏକ ସ୍ତର ଆଲ୍ଲାହ ତାଆଲା ନିର୍ଦ୍ଧାରିତ କରିଛନ୍ତି। ଉଚ୍ଚ ସ୍ତରକୁ ଆପଣାଇବା ଆପଣମାନେ ପସନ୍ଦ କରନ୍ତି। ଯେପରିକି ଆଲ୍ଲାହ ତାଆଲା କୁହନ୍ତି, ଉକ୍ତ ପ୍ରେମ ପ୍ରତି ଥିବା ମୋହ ଓ ଧନକୁ ଭଲ ପାଇବାର ଯେଉଁ ଅଭିଳାଷ ରହିଛି, ଏହି ପ୍ରେମ ବ୍ୟତୀତ ଯଦି ପ୍ରଭୁଙ୍କ ପ୍ରୀତିଭାଜନକୁ ପାଇବାକୁ ଚାହୁଁଛ, ତାହାର କାମନା କରୁଛ, ତେବେ ତୁମେ ସେହି ବସ୍ତୁକୁ, ସେହି ଧନକୁ ତାଙ୍କ ମାର୍ଗରେ ବ୍ୟୟ କରିଦିଅ। ପୁଣ୍ୟଶ୍ଲୋକ ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ ଏଥି ସଂକ୍ରାନ୍ତରେ ଅନେକ ସ୍ଥାନରେ ବ୍ୟାଖ୍ୟା କରିଛନ୍ତି।
ଆପଣ କୁହନ୍ତି ଧନ ପ୍ରତି ଥିବା ମୋହ ରଖିବା ଉଚିତ ନୁହେଁ। ଆଜିକାଲି ସଂସାରରେ ବିଶେଷ ରୂପେ ଏହି ପ୍ରସଙ୍ଗରେ ଅର୍ଥାତ୍ ଅଲ୍ଲାହଙ୍କ ମାର୍ଗରେ ଧନ ବ୍ୟୟ କରିବା ବେଶ୍ କଷ୍ଟସାଧ୍ୟ ହୋଇଯାଇଛି। କାରଣ ଲୋକମାନଙ୍କର ଏଥିପ୍ରତି ଯେଉଁ ମୋହ ରହିଛି, ଯେଉଁ ପ୍ରେମ ଭାବ ଅନୁରାଗ ରହିଛି, ତାହା ବହୁତ ଆଗକୁ ବଢ଼ିଯାଇଛି। କିନ୍ତୁ ଯେପରିକି ଆଲ୍ଲାହ ତାଆଲା କୁହନ୍ତି, ତୁମେ ଯେପର୍ଯ୍ୟନ୍ତ ନିଜ ପ୍ରିୟ ବସ୍ତୁକୁ ତାଙ୍କ ମାର୍ଗରେ ବ୍ୟୟ କରି ନ ଦେଇଛ, ସେ ପର୍ଯ୍ୟନ୍ତ ତୁମେମାନେ ସେହି ପୁଣ୍ୟକୁ କଦାପି ପ୍ରାପ୍ତ କରିପାରିବ ନାହିଁ। ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ଯୁଗ ସହିତ ସାମ୍ପ୍ରତିକ ଯୁଗକୁ ଯଦି ତୁଳନା କରାଯାଏ, ତେବେ ସାମ୍ପ୍ରତିକ ଯୁଗର ଅବସ୍ଥାକୁ ଦେଖି ମନୁଷ୍ୟ ଦୁଃଖ ବ୍ୟକ୍ତ କରିଥାଏ। କାରଣ ସାମ୍ପ୍ରତିକ ଯୁଗରେ ଜୀବନଠାରୁ ମୂଲ୍ୟବାନ ବସ୍ତୁ ଆଉ କିଛି ନୁହେଁ। ଆଉ ସେହି କାଳରେ ସେହି ସାହାବାମାନଙ୍କୁ ନିଜ ପ୍ରାଣବଳି ଦେବାକୁ ପଡ଼ୁଥିଲା। ତୁମମାନଙ୍କ ପରି ସେମାନେ ମଧ୍ୟ ସ୍ତ୍ରୀ ପିଲା ରଖୁଥିଲେ। ସମସ୍ତଙ୍କୁ ନିଜ ଜୀବନ ଅତି ପ୍ରିୟ, କିନ୍ତୁ ସେମାନେ ସର୍ବଦା ସେହି ଅବସର ପାଇବାର ଅଭିଳାଷୀ ଥିଲେ, ଅର୍ଥାତ୍ ସାହାବାମାନେ, ଯେ ସୁଯୋଗ ମିଳିଲେ ଆମେ ପ୍ରଭୁଙ୍କ ମାର୍ଗରେ ନିଜ ପ୍ରାଣର ଆହୁତି ଦେବାକୁ ମଧ୍ୟ ପଛାଇବୁ ନାହିଁ। ହୁଜୁର ଆଲୈହିସଲାମ କହିଲେ, ବେକାର ଓ ନିରର୍ଥକ ବସ୍ତୁକୁ ବ୍ୟୟ କରିବାରେ କାହାରିକୁ କୌଣସି ପୁଣ୍ୟ ଲାଭ ହୋଇନଥାଏ, ନା ଏପରି କିଏ ଦାବି କରିଥାଏ। ମନେ ରଖ, ପୁଣ୍ୟ ଅର୍ଜନ କରିବାର ପଥ ସଂକୀର୍ଣ୍ଣ ଓ ଜଟିଳ। ସୁତରାଂ ଏହି କଥାକୁ ମନରେ ଗଣ୍ଠି କରି ନିଅ ଯେ ନଗଣ୍ୟ ଓ ବାଜେ ସାମଗ୍ରୀର ବ୍ୟୟ କରି କେହି ହେଲେ ମଧ୍ୟ ଏହି ଦ୍ୱାରରେ ପ୍ରବେଶ କରିପାରିବ ନାହିଁ। କାରଣ ଏହା ବିଧାତାଙ୍କ ଧାର୍ଯ୍ୟ ବିଧାନ ଯେ ଲନ୍ ତନାଲୁଲ୍ ବିର୍ରା ହତ୍ତା ତୁନଫିକୁ ମିମ୍ମା ତୁହିବ୍ବୁନ୍, ଅର୍ଥାତ୍ ଯେପରିକି ମୁଁ କହି ଆସିଲି ଯେ ଯେପର୍ଯ୍ୟନ୍ତ ନିଜ ପ୍ରିୟ ବସ୍ତୁକୁ ଆଲ୍ଲାହଙ୍କ ମାର୍ଗରେ ବ୍ୟୟ କରିନାହଁ, ସେ ପର୍ଯ୍ୟନ୍ତ ତୁମେ ପ୍ରଭୁଙ୍କର ପ୍ରିୟତମ ଓ ପରମ ସଖା ହେବାର ସ୍ତର ଲାଭ କରିପାରିବ ନାହିଁ। ହୁଜୁର ଆଲୈହିସଲାମ କୁହନ୍ତି, କ'ଣ ସାହାବାମାନେ ମୋଫତରେ ସେହି ସ୍ତର ଅର୍ଥାତ୍ ଉଚ୍ଚାସନରେ ଉପନୀତ ହୋଇଗଲେ? ଦେଖ, ସାଂସାରିକ ଉପାଧି ହାସଲ କରିବା ନିମନ୍ତେ କିପରି ବ୍ୟୟ ଅଟକଳ, ପରିଶ୍ରମ ଓ କଷ୍ଟ ସହ୍ୟ କରିବାକୁ ପଡ଼ିଥାଏ। ତେବେ ଯାଇ ଏକ ମାମୁଲି ଉପାଧି ଯେଉଁଥିରୁ ପ୍ରକୃତ ଆତ୍ମଶାନ୍ତି ଓ ତୃପ୍ତି ମଧ୍ୟ ହାସଲ ହୋଇନଥାଏ, ପ୍ରାପ୍ତ ହୋଇଥାଏ। ତେଣୁ ଚିନ୍ତା କର ଯେ ରଜିୟଲ୍ଲାହୁ ଆନହୁମ୍ର ମର୍ଯ୍ୟାଦା ଯାହାକି ହୃଦୟକୁ ପୂର୍ଣ୍ଣ ଶାନ୍ତି ଓ ଆତ୍ମତୃପ୍ତି ତଥା ନିଜ ସୃଷ୍ଟିକର୍ତ୍ତାଙ୍କ ପ୍ରୀତିଭାଜନର ଚିହ୍ନ, ତାହା ତାଙ୍କୁ ଏମିତି ସହଜରେ ଲାଭ ହୋଇଗଲା। ହୁଜୁର ଆଲୈହିସଲାମ କୁହନ୍ତି, ପରମେଶ୍ୱରଙ୍କୁ କଦାପି ଠକାଯାଇପାରିବ ନାହିଁ। କଲ୍ୟାଣମୟ ସେହି ଲୋକମାନେ ଯେ ପ୍ରଭୁଙ୍କ ପ୍ରୀତିଭାଜନ ଲାଭ କରିବା ସକାଶେ ଦୁଃଖ କଷ୍ଟ ସହ୍ୟ କରିବାକୁ ଭ୍ରୂକ୍ଷେପ କରିନଥାନ୍ତି। ଜଗତରେ ମନୁଷ୍ୟ ଧନକୁ ଅତ୍ୟଧିକ ପ୍ରେମ କରିଥାଏ। ତେଣୁ ସ୍ୱପ୍ନ ବ୍ୟାଖ୍ୟାକାରୀମାନେ ଉଲ୍ଲେଖ କରିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ଦେଖେ କି ସେ ନିଜ କଲିଜା ଅର୍ଥାତ୍ ଯକୃତ କାଢ଼ି କାହାରିକୁ ଦାନ କରିଦେଇଛି, ତେବେ ତାହାର ଯଥାର୍ଥ ଧନ। ହୁଜୁର ଆଲୈହିସଲାମ ଆହୁରି କୁହନ୍ତି, ପ୍ରକୃତ ପ୍ରସଙ୍ଗ ଏହିକି ଯେ ପରମେଶ୍ୱରଙ୍କ ପ୍ରସନ୍ନତା ତଥା ତାହାଙ୍କ ଅନୁଗ୍ରହତା ଯାହାକି ପରମ ଆନନ୍ଦର କାରଣ, ତାହା ସେତେବେଳେ ପ୍ରାପ୍ତ ହୋଇଥାଏ ଯେତେବେଳେ କଷ୍ଟ ସହ୍ୟ କରିବାକୁ ମନୁଷ୍ୟ ଆଗେଇ ଆସିଥାଏ ଓ ତାହାକୁ ସହ୍ୟ କରି ସେ ସେହି ପରମ ଆନନ୍ଦକୁ ପ୍ରାପ୍ତ କରିବାକୁ ଚେଷ୍ଟା କରିଥାଏ। ନିଜ ଭିତରେ ଲୋକମାନଙ୍କ ପ୍ରତି ଏବଂ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି ପ୍ରାଣୀମାନଙ୍କ ପ୍ରତି ସଦୟ ହେବା ପରି ଏକ ପ୍ରସଙ୍ଗ ଯାହାକି ବିଶ୍ୱାସର ଦ୍ୱିତୀୟ ଅଙ୍ଗ। ଏହାକୁ ବାଦ୍ ଦେଲେ ବିଶ୍ୱାସ ପୂର୍ଣ୍ଣ ଓ ଚରିତାର୍ଥ ହୋଇନଥାଏ। ଯେପର୍ଯ୍ୟନ୍ତ ମନୁଷ୍ୟ ବଳିଦାନ ଦେଇନାହିଁ, ସେ ପର୍ଯ୍ୟନ୍ତ ସେ କିପରି ଅନ୍ୟମାନଙ୍କୁ ଲାଭ ପହଞ୍ଚାଇ ପାରିବ? ଲାଭ ଉପକାର ସାଧନ କରିବାକୁ ହେଲେ ବଳିଦାନ ଦେବାକୁ ପଡ଼ିଥାଏ। ଅତଏବ ଅନ୍ୟର ମଙ୍ଗଳ କାମନା ଓ ଉପକାର ସାଧନ କରିବା, ସହାନୁଭୂତି ପ୍ରଦର୍ଶନ କରିବା ନିମନ୍ତେ ବଳିଦାନ ଅପରିହାର୍ଯ୍ୟ।
ଅତଏବ ଉକ୍ତ ଆୟତ ଲନ୍ ତନାଲୁଲ ବିର୍ରା ହତ୍ତା ତୁନଫିକୁ ମିମ୍ମା ତୁହିବୁନ୍ ରେ ଏହି ବଳିଦାନର ଶିକ୍ଷା ଦିଆଯାଇଛି। ଏଥିପ୍ରତି ମାର୍ଗ ଦର୍ଶନ କରାଯାଇଛି। ହୁଜୁର ଆଲୈହିସ୍ସଲାମ କୁହନ୍ତି, ହଜରତ ଅବୁ ବକର ରଜିୟଲ୍ଲାହୁଙ୍କ ଜୀବନ ଆଲ୍ଲାହ ତାଆଲାଙ୍କ ନିମନ୍ତେ ଉତ୍ସର୍ଗିତ ଥିଲା। ଏକଦା ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ କିଛି ଜିନିଷ ଆବଶ୍ୟକ ଲୋଡ଼ିଲେ ଏବଂ ସାହାବାଙ୍କୁ ବଳିଦାନ ଦେବାକୁ ଆହ୍ୱାନ ଦେଲେ, ସେତେବେଳେ ହଜରତ ଅବୁ ବକର ରଜିୟଲ୍ଲାହୁ ନିଜ ଘରର ସମସ୍ତ ଆସବାବ ପତ୍ର ଓ ଧନ ସମ୍ପତ୍ତି ଧରି ଆଣି ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ପାଦ ତଳେ ରଖିଦେଲେ। ହଜରତ ମସିହ ମାଉଦ ଆଲୈହିସ୍ସଲାମ ଉପଦେଶ ଦେଇ କୁହନ୍ତି, ତୁମେମାନେ ଧନକୁ ଆଦୌ ପ୍ରେମ କର ନାହିଁ, କାରଣ ଆଲ୍ଲାହ ତାଆଲା ପବିତ୍ର କୁରାନରେ କୁହନ୍ତି, ଲନ୍ ତନାଲୁଲ ବିର୍ରା ହତ୍ତା ତୁନଫିକୁ ମିମ୍ମା ତୁହିବୁନ୍। ଯେପରିକି ମୁଁ ପୂର୍ବେ କହିଲି ଯେ ବୀର ସେହି ପୁଣ୍ୟକୁ କୁହନ୍ତି ଯାହାକି ସର୍ବୋଚ୍ଚ ପ୍ରକାରର ହୋଇଥିବ। ସୁତରାଂ ଏହା ହେଉଛି ସେହି ରହସ୍ୟ ଯାହାକୁ ଆଜି ଜମାତ ଅହମଦିୟାର ସଦସ୍ୟ ବୃନ୍ଦ ସଠିକ ରୂପେ ହୃଦୟଙ୍ଗମ କରିଛନ୍ତି। ହଜରତ ମସିହ ମାଉଦ ଆଲୈହିସ୍ସଲାମଙ୍କ ସଂସ୍କାରର ହିଁ ଏହା ପରିଣାମ। ଆଜି ପର୍ଯ୍ୟନ୍ତ ଆମେମାନେ ପୁଣ୍ୟାବଳୀର ସେହି ସ୍ତରକୁ ଅବଲୋକନ କରି ଆସିଛେ, ସେହି ସ୍ତର ଯାହାକୁ ସାହାବାମାନେ ସ୍ଥାପନ କଲେ, ନିଜର ଆଦର୍ଶ ରଖିଲେ ସଂସାରବାସୀଙ୍କ ନିକଟରେ। ପୁଣ୍ୟଶ୍ଲୋକ ହଜରତ ମସିହ ମାଉଦ ଆଲୈହିସ୍ସଲାମଙ୍କ କାଳରେ ଆପଣଙ୍କ ସାଥୀମାନେ ସାହାବାମାନେ ମଧ୍ୟ ସେହିପରି ମାର୍ଗ ଅବଲମ୍ବନ କରି ସେହି ଉଦାହରଣ ସ୍ଥାପନ କରି ଯାଇଛନ୍ତି। ସେଥିଅନ୍ତେ ଖିଲାଫତ କାଳରେ ପ୍ରତ୍ୟେକ ଖିଲାଫତ କାଳରେ ଆମେମାନେ ଏହି ବଳିଦାନକୁ ଅବଲୋକନ କରି ଆସୁଛେ, ଆଉ ଆଜି ମଧ୍ୟ ତାହା ହିଁ ଦୃଶ୍ୟମାନ ହେଉଛି। ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ଆର୍ଥିକ ବଳିଦାନ କରିବା ନିମନ୍ତେ ବିଶେଷ ଆହ୍ୱାନ ଜଣାଇଥିଲେ, ସେତେବେଳେ ସାହାବାମାନେ ତାହାକୁ କାର୍ଯ୍ୟରେ ପରିଣତ କରିଦେଉଥିଲେ। ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି, ହଜରତ ଇବ୍ନେ ମସଉଦ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି ଯେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ କହିଲେ, ଦୁଇ ଜଣଙ୍କ ବ୍ୟତୀତ ଅନ୍ୟ କାହାରି ଉପରେ ଗର୍ବ କରିବା ଉଚିତ ନୁହେଁ। ଜଣେ ହେଉଛି ସେହି ବ୍ୟକ୍ତି ଯାହାକୁ ଆଲ୍ଲାହ ତାଆଲା ଅଜସ୍ର ଧନ ସମ୍ପତ୍ତି ପ୍ରଦାନ କଲେ ଏବଂ ସେ ତାହାକୁ ତାଙ୍କ ମାର୍ଗରେ ଅର୍ଥାତ୍ ପ୍ରଭୁଙ୍କ ମାର୍ଗରେ ବ୍ୟୟ କରିଦେଲା। ଆଉ ଦ୍ୱିତୀୟ ବ୍ୟକ୍ତି ହେଉଛି ଯାହାକୁ ଆଲ୍ଲାହ ତାଆଲା ବୁଦ୍ଧି ଜ୍ଞାନ ପ୍ରଦାନ କଲେ, ଆଉ ସେ ତାହା ବଳରେ ଲୋକମାନଙ୍କ ମଧ୍ୟରେ ନ୍ୟାୟ ବିଚାର କରେ, ଲୋକମାନଙ୍କୁ ଶିକ୍ଷା ଦାନ କରେ। ତେବେ ଏହି ଦୁଇ ଜଣଙ୍କ ବ୍ୟତୀତ ଅନ୍ୟ କାହା ଉପରେ ଈର୍ଷା କରିବା ଉଚିତ ନୁହେଁ। ସୁତରାଂ ଏହା ହେଉଛି ସେହି ସ୍ତର ଯେଉଁ ସ୍ତରକୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ନିଜର ସାହାବାମାନଙ୍କ ମଧ୍ୟରେ ସ୍ଥାପନ କରିବା ନିମନ୍ତେ ଉପଦେଶ ଦେଇଥିଲେ ଏବଂ ସେହି ସ୍ତର ସ୍ଥାପନ ମଧ୍ୟ ହେଲା। ବର୍ଣ୍ଣିତ ରହିଛି ଯେ ହଜରତ ଅବୁ ମସଉଦ ଅନସାରୀ ରାଦିୟଲ୍ଲାହୁ ବର୍ଣ୍ଣନା କରନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ଯେତେବେଳେ ସଜଦା କରିବା ନିମନ୍ତେ ଆଦେଶ ଦେଉଥିଲେ, ସେତେବେଳେ ଆମମାନଙ୍କ ମଧ୍ୟରୁ କେହି ବଜାରକୁ ଯାଉଥିଲା ତ ଆଉ କେହି ପରିଶ୍ରମ ଓ ମୂଲ ଲାଗୁଥିଲା। ସେହି ମୂଲରୁ ଯେଉଁ ପାରିଶ୍ରମିକ ପାଉଥିଲା, ଯେଉଁ ମୁଦ ଯାହାକି ଏକ ମାପକ ଶସ୍ୟ ବୀଜ ଆଦି ପ୍ରାପ୍ତ କରୁଥିଲା, ତାହାକୁ ସାହାବାମାନେ ସଦକା କରିଦେଉଥିଲେ। ଉକ୍ତ ଉଦ୍ୟମ ହୋଇଥାଏ ଯେ ଆମେମାନେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ଆହ୍ୱାନରେ ଉପସ୍ଥିତ ହୋଇଯାଉ, ରୋଜଗାର କରି ଏଥିରେ ଅଂଶଗ୍ରହଣ କରୁ। ଏହା ନୁହେଁ ଯେ କୌଣସି ବ୍ୟକ୍ତିଠାରୁ ମାଗି ଆଣି ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କୁ ସତ୍କାରେ ଦେଇଦେବୁ, ନା ବରଂ ପରିଶ୍ରମ କରି ନିଜେ ରୋଜଗାର କରି ସେମାନେ ଆଣି ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ପାଦ ତଳେ ଓଜାଡ଼ି ଦେଉଥିଲେ। ତେବେ ଏ ହେଉଛି ସେହି ବଳିଦାନର କଲ୍ୟାଣ, ସେହି ରହସ୍ୟ ଯାହାକୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ଆମମାନଙ୍କୁ ଅବଲମ୍ବନ କରିବା ପାଇଁ ଅନୁପ୍ରାଣିତ କରିଛନ୍ତି। ଏ ହେଉଛି ସେହି ପ୍ରସଙ୍ଗ ଯାହାକୁ ଆଲ୍ଲାହ ତାଆଲା ପବିତ୍ର କୁରାନରେ ଆମମାନଙ୍କୁ ଉପଦେଶ ପୂର୍ବକ କହିଛନ୍ତି, ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆର୍ଥିକ ବଳିଦାନ କରିବା ଦ୍ୱାରା କେତେ କୃପାବତୀର୍ଣ୍ଣ ହୋଇଥାଏ, ଏଥି ସଂକ୍ରାନ୍ତରେ ଏକ ସ୍ଥାନରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ କୁହନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ନିଜର ସମ୍ପର୍କୀୟ ଭଉଣୀ ହଜରତ ଆସ୍ମାଙ୍କୁ ଉପଦେଶ ଦେଇ କହିଲେ, ହେ ଆସ୍ମା, ତୁମେ ଆଲ୍ଲାହ ତାଆଲାଙ୍କ ମାର୍ଗରେ ଗଣି ଗଣି ଖର୍ଚ୍ଚ କର ନାହିଁ, ଅନ୍ୟଥା ଆଲ୍ଲାହ ତାଆଲା ମଧ୍ୟ
ତୁମକୁ ଗଣି ଗଣି ପ୍ରଦାନ କରିବେ। ନିଜ ଟଙ୍କା ପଇସାର ମୁଣିକୁ ବନ୍ଦ କରି କୃପଣତା ପ୍ରଦର୍ଶନ ନ କରି ଆଲ୍ଲାହଙ୍କ ମାର୍ଗରେ ଦାନ କର। ଯେତେ ଦୂର ସମ୍ଭବ ହୋଇପାରୁଛି ମୁକ୍ତ ହୃଦୟରେ ଧନକୁ ବ୍ୟୟ କର ଏବଂ ଆଲ୍ଲାହ ତାଆଲାଙ୍କ ଉପରେ ବିଶ୍ୱାସ ରଖ ଯେ ଆଲ୍ଲାହ ତାଆଲା ତୁମକୁ ଅଜସ୍ର ପ୍ରଦାନ କରିବେ, ଫେରସ୍ତ କରିଦେବେ। ଏବେ ଏକ ଅବସରରେ ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ ପୁନଶ୍ଚ କହିଲେ, ହଜରତ ଆବୁ ହୁରୈରା ରାଦିୟାଲ୍ଲାହୁ ତାଆଲା ବର୍ଣ୍ଣନା କରନ୍ତି, ପ୍ରତ୍ୟେକ ଦିନ ପ୍ରାତଃ ସମୟରେ 2 ଜଣ ଈଶ୍ୱର ଦୂତ ଫରିସ୍ତା ଧରାପୃଷ୍ଠକୁ ଅବତୀର୍ଣ୍ଣ କରିଥାନ୍ତି। ସେହି ଦେବଦୂତଙ୍କ ମଧ୍ୟରୁ ଜଣେ କହେ, ହେ ଆଲ୍ଲାହ, ତୁମ୍ଭେ ବ୍ୟୟକାରୀ ବ୍ୟକ୍ତିକୁ ଆହୁରି ଦିଅ। ଦ୍ୱିତୀୟ ଦେବଦୂତ ଜଣକ କୁହନ୍ତି, ହେ ଆଲ୍ଲାହ, ଯେଉଁ ବ୍ୟକ୍ତି କୃପଣତା ଅବଲମ୍ବନ କରୁଛି, ନିଜ ଧନକୁ ଅଟକାଇ ରଖୁଛି, ତାହା ପାଇଁ ତୁମ ଦ୍ୱାର ବନ୍ଦ କରିଦିଅ, ଅବରୁଦ୍ଧ କରିଦିଅ। ସେ ଯାହା ହେଉ, ଉକ୍ତ ରହସ୍ୟ ଆଜିକାଲି ଆମମାନଙ୍କୁ ହିଁ ଭଲ ଭାବରେ ଜଣା। ଆମେ ଏକଥା ଭଲ ଭାବରେ ବୁଝିପାରୁଛେ। ଅନେକ ଉଦାହରଣ ରହିଛି ଯେଉଁରୁ ଅହମଦିୟତର ଇତିହାସ ଭର୍ତ୍ତି ରହିଛି। ପ୍ରତ୍ୟେକ ଦିନ ତହିଁରେ ଅଭିବୃଦ୍ଧି ଘଟି ଚାଲିଛି ଯେ ଈଶ୍ୱରଙ୍କ ମାର୍ଗରେ ନିଜ ପ୍ରିୟ ଧନକୁ ବ୍ୟୟ କରୁଥିବା ବ୍ୟକ୍ତିକୁ ଆଲ୍ଲାହ ତାଆଲା କିଭଳି ଅଜସ୍ର ପ୍ରଦାନ କରୁଛନ୍ତି ଏବଂ ବଢ଼ାଇ ଚଢ଼ାଇ ପ୍ରଦାନ କରୁଛନ୍ତି। ଜଣେ ବ୍ୟକ୍ତି ମୋତେ ପତ୍ର ଲେଖିଲା ଯେ ହୁଜୁର, ମୋ ନିକଟରେ ସ୍ୱଳ୍ପ ଟଙ୍କା ରହିଥିଲା। ମୁଁ ସେହି ଟଙ୍କାରେ ବ୍ୟବସାୟ କରିବାକୁ ଚାହୁଁଥିଲି, କିନ୍ତୁ ପରିସ୍ଥିତି ଅତ୍ୟନ୍ତ ପ୍ରତିକୂଳ ରହିଥିଲା। ମୁଁ ବୁଝିପାରୁନଥିଲି ଯେ ଏହି ବ୍ୟବସାୟ କରିପାରିବି ଅବା ନୁହେଁ। ମୋ ପିତାଶ୍ରୀ ମୋତେ କହିଲେ, ପୁତ୍ର, ତୁମ ପାଖରେ ଯେତେ ଟଙ୍କା ରହିଛି ତୁମେ ତାହାକୁ ଚାନ୍ଦାରେ ପ୍ରଦାନ କରିଦିଅ। ଆଲ୍ଲାହ ତାଆଲାଙ୍କ ସକାଶେ ଉକ୍ତ ଟଙ୍କାର ତୁମେ ନିଶ୍ଚିତ ଉତ୍ତମ ଫଳ ପାଇବ। ଆଲ୍ଲାହ ତାଆଲା ଏପରି ସାଧନ ସୃଷ୍ଟି କରିଦେଲେ ଯେ ମୋତେ ଏପରି ଏକ ଅର୍ଡ଼ର ମିଳିଲା। ସେହି ଅର୍ଡ଼ରରୁ ମୋତେ ଅନେକ ଗୁଣ ଅର୍ଥ ପ୍ରାପ୍ତ ହୋଇଗଲା। ମୁଁ ପୁଣି ଥରେ ବ୍ୟବସାୟ ଆରମ୍ଭ କଲି ଓ ତହିଁରେ ଆଲ୍ଲାହ ତାଆଲା ଏପରି ଅଜସ୍ର କଲ୍ୟାଣ ପ୍ରଦାନ କରିଦେଲେ ଯେ ମୋ ନିକଟକୁ ଅସଂଖ୍ୟ ରାଶି ଆସିବାକୁ ଲାଗିଲା। ତେବେ ଏଭଳି ଅଭିଜ୍ଞତା ଆଲ୍ଲାହ ତାଆଲା ସାମ୍ପ୍ରତିକ କାଳରେ ପୁଣ୍ୟଶ୍ଲୋକ ହଜରତ ମସିହ ମାଉଦ ଆଲୈହିସ୍ସଲାତୁ ୱସ୍ସଲାମଙ୍କୁ ସ୍ୱୀକାର କରିଥିବା ଅନୁଗାମୀମାନଙ୍କୁ ପ୍ରଦାନ କରିଚାଲିଛନ୍ତି। ହଜରତ ସଲ୍ଲଲ୍ଲାହୁ ଆଲୈହି ወସଲ୍ଲମ ବିଭିନ୍ନ ଅବସରରେ ଆର୍ଥିକ ବଳିଦାନ କରିବା ନିମନ୍ତେ ଅତ୍ୟଧିକ ଆହ୍ୱାନ ଜଣାଇଛନ୍ତି। ହଜରତ ହାସନ ରାଦିୟାଲ୍ଲାହୁ ତାଆଲା ବର୍ଣ୍ଣନା କରନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम କହିଲେ, ଆଲ୍ଲାହ ତାଆଲାଙ୍କ ଠାରୁ ସୂଚନା ପାଇବା ପରେ କହିଲେ, ଆଲ୍ଲାହ ତାଆଲା କୁହନ୍ତି, ହେ ଆଦମଙ୍କ ପୁତ୍ର, ତୁମେ ନିଜର ନିଧି ଅର୍ଥାତ୍ ରାଜକୋଷ ମୋ ନିକଟରେ ଏକତ୍ରିତ କରି ନିଶ୍ଚିନ୍ତ ହୋଇଯାଅ। ନା ନିଆଁ ଲାଗିବାର ଆଶଙ୍କା ରହିଛି ସେଥିରେ, ନା ପାଣିରେ ବୁଡ଼ିବାର ସମ୍ଭାବନା ରହିଛି, ନା ହିଁ କୌଣସି ଚୋରର ଚୋରି କରିବାର ଭୟ ରହିଛି। ମୋ ପାଖରେ ରହିଥିବା ନିଧି ତୁମ ନିକଟକୁ ବେଶ ଅଧିକ କରି ଫେରସ୍ତ କରାଯିବ। ତୁମେ ଯେତେବେଳେ ଅଭାବୀ ହୋଇଯିବ ସେତେବେଳେ ମୁଁ ତୁମକୁ ଉକ୍ତ ସମସ୍ତ ଧନ ପ୍ରଦାନ କରିଦେବି। ତେବେ ଏ ହେଉଛି ସେହି ବ୍ୟାପାର ଯେଉଁ ବ୍ୟାପାରର ଆଲ୍ଲାହ ତାଆଲା ଜଣେ ବିଶ୍ୱାସକାରୀ ବ୍ୟକ୍ତି ସହିତ କରିଛନ୍ତି। ପୁଣ୍ୟଶ୍ଲୋକ ହଜରତ ମସିହ ମାଉଦ ଆଲୈହିସ୍ସଲାତୁ ୱସ୍ସଲାମ ଏକ ସ୍ଥାନରେ କୁହନ୍ତି, ମୁଁ ନିଃସନ୍ଦେହ ରୂପେ ଏହା ମନେ କରେ ଯେ ହୃଦୟରେ କୃପଣତା ଓ ବିଶ୍ୱାସ କେବେ ବି ଗୋଟିଏ ସ୍ଥାନରେ ଏକତ୍ରିତ ରହିପାରିବ ନାହିଁ। ଯେଉଁ ବ୍ୟକ୍ତି ସ୍ୱଚ୍ଛ ହୃଦୟର ସହିତ ଆଲ୍ଲାହ ତାଆଲାଙ୍କ ଉପରେ ବିଶ୍ୱାସ ରଖି ନିଜର ଧନକୁ ତାଙ୍କ ମାର୍ଗରେ ବ୍ୟୟ କରେ ଓ ନିଜର ମଣି ନଥାଏ, ବରଂ ସେହି ବ୍ୟକ୍ତି ଈଶ୍ୱରଙ୍କ ସମସ୍ତ ନିଧି ଓ ତାଙ୍କରି ହିଁ ରାଜକୋଷ ବୋଲି ମଣିଥାଏ। ଯେପରି ଆଲ୍ଲାହଙ୍କ ଦ୍ୱାରା ଅନ୍ଧକାର ଦୂରୀଭୂତ ହୋଇଯାଇଥାଏ, ଠିକ୍ ସେହିପରି ତାଠାରୁ କୃପଣତା ମଧ୍ୟ ଦୂରୀଭୂତ ହୋଇଯାଇଥାଏ। ହଜରତ ମସିହ ମାଉଦ ଆଲୈହିସ୍ସଲାତୁ ୱସ୍ସଲାମ ପୁନଶ୍ଚ କୁହନ୍ତି, ଆମ ଜମାତ ପକ୍ଷେ ଏହା ଆବଶ୍ୟକ ଯେ ଜମାତ ପ୍ରତ୍ୟେକ ରୂପେ ଉକ୍ତ ସମ୍ପ୍ରଦାୟର ସେବା କରୁ, ଆର୍ଥିକ ରୂପେ ମଧ୍ୟ ସେବା କରୁ, ତହିଁରେ ତିଳେ ମାତ୍ର ଅବହେଳା ପ୍ରଦର୍ଶନ ନ କରୁ। ଦେଖ, ସଂସାରରେ କୌଣସି ସମ୍ପ୍ରଦାୟ ଚାନ୍ଦା ବ୍ୟତିରେକେ ଚାଲିପାରିନଥାଏ, ଆଗକୁ ଉନ୍ନତି କରିପାରିନଥାଏ, ପ୍ରଗତିର ମାର୍ଗରେ ଅଗ୍ରସର ହୋଇପାରିନଥାଏ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम, ହଜରତ ମୂସା ଆଲୈହିସ୍ସଲାମ, ହଜରତ ଈସା ଆଲୈହିସ୍ସଲାମ
ସମସ୍ତେ ଚାନ୍ଦା ଦେବା ପାଇଁ ନିଜ ଅନୁଗାମୀମାନଙ୍କୁ ଆହ୍ୱାନ ଜଣାଇଥିଲେ। ତେଣୁ ଜମାତରେ ମଧ୍ୟ ଏହି ପ୍ରଥା ପ୍ରଚଳିତ ରହିଛି। ଏଥି ସଂକ୍ରାନ୍ତରେ ହଜରତ ଖଲିଫତୁଲ ମସିହ ଅୱ୍ୱଲ ରଜିୟା ତାଆଲା ଉଦାହରଣ ଦେଖନ୍ତୁ ଯେ ତାହା କିପରି ଥିଲା। ଆପଣ କିଭଳି ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କ ଆହ୍ୱାନରେ ଉପସ୍ଥିତ ହୋଇଯାଇଥିଲେ ଏବଂ ନିଜର ସର୍ବସ୍ୱ ଦାନ କରିଦେଇଥିଲେ, ଉତ୍ସର୍ଗ କରିଦେଇଥିଲେ। ଏହି ପରିପ୍ରେକ୍ଷୀରେ ଉଲ୍ଲେଖ ରହିଛି ପ୍ରଥମ ଖଲିଫା ଅର୍ଥାତ୍ ଖଲିଫତୁଲ ମସିହ ଅୱ୍ୱଲ ରଜିୟା ତାଆଲାଙ୍କର କରିଥିବା ବଳିଦାନ ସଂକ୍ରାନ୍ତରେ ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କର କେତେକ କଥନ ରହିଛି। ଜମାତ ଅହମଦିୟାର ପ୍ରଥମ ଖଲିଫା ଏକଦା ନିଜ ମୁନିବ ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କୁ ପତ୍ର ଲେଖିଲେ, ମହାଶୟ, ହେ ମୋର ପ୍ରିୟ ମୁନିବ, ହେ ମୋର ମାର୍ଗଦର୍ଶକ, ମୁଁ ସ୍ୱଚ୍ଛ ଓ ପବିତ୍ର ହୃଦୟରୁ କହୁଅଛି ଯେ ମୋର ସମସ୍ତ ଧନ ସମ୍ପତ୍ତି ଧର୍ମର ପ୍ରଚାର ପ୍ରସାରରେ ବିନିଯୋଗ ହୋଇଯାଉ, ତେବେ ମୁଁ ନିଜର ଉଦ୍ଦେଶ୍ୟ ପ୍ରାପ୍ତ କରିନେବି। ଆପଣ ମୋତେ ଅନୁମତି ପ୍ରଦାନ କରନ୍ତୁ ଯେ ମୁଁ ଆପଣଙ୍କୁ ସାହାଯ୍ୟ କରିବା, ଆପଣଙ୍କ ସେବା କରିବା ପାଇଁ ସର୍ବଦା ଉପସ୍ଥିତ ରହିଥାଏ। ଏହି ବିନୀତ ସେହି ସମସ୍ତ କ୍ରେତାମାନଙ୍କର ଅର୍ଥାତ୍ ହୁଜୁର ମସିହଙ୍କର ପୁସ୍ତକ ଗୁଡ଼ିକୁ ଖରିଦ କରିଥିବା ବ୍ୟକ୍ତିମାନଙ୍କର ଚର୍ଚ୍ଚା ରହିଛି ଯେ ସେହି କ୍ରେତାମାନଙ୍କର ମୂଲ୍ୟ ପୈଠ କରି ସେମାନଙ୍କ ପଇସା ଫେରସ୍ତ କରିଦେବି। ପୁସ୍ତକ ବିକ୍ରି ହେବା ପରେ ଯେଉଁ ଆୟ ଲାଭ ହେବ, ପ୍ରାପ୍ତ ହେବ, ତାହାକୁ ମଧ୍ୟ ଏହି ବିନୀତ ଫେରସ୍ତ କରିଦେବ। ଆପଣ ରଜିୟା ତାଆଲା ଅତ୍ୟନ୍ତ ବେଦନାପୂର୍ଣ୍ଣ ତଥା ବ୍ୟଥିତ କଣ୍ଠରେ କହିଲେ, ଏ ମୋର ସୌଭାଗ୍ୟ। ଅର୍ଥାତ୍ ହଜରତ ଖଲିଫତୁଲ ମସିହ ଅୱ୍ୱଲ ରଜିୟା ତାଆଲା ଯେତେବେଳେ ହଜରତ ଖଲିଫତୁଲ ମସିହ ସାନି ରଜିୟା ତାଆଲା ତେହରିକେ ଜଦୀଦ ଓ ୱକ୍ଫେ ଜଦୀଦର ଆହ୍ୱାନ ଦେଲେ, ସେତେବେଳେ ଅସଂଖ୍ୟ ଲୋକ ସ୍ୱଳ୍ପ ଆକାରର ଅର୍ଥ ଆଣି ଚାନ୍ଦାରେ ପୈଠ କରିଯାଉଥିଲେ। କେହି ନିଜର କୁକୁଡ଼ା ଆଣି ଦେଇଯାଉଥିଲା, ତ କେହି ଅଣ୍ଡା ଆଣି ଦେଇଯାଉଥିଲା, ଆଉ କେହି କହିଲା ଆମ ନିକଟରେ ଯାହା କିଛି ରହିଥିଲା ଆମେ ତାହା ଉପସ୍ଥାପିତ କରିଦେଲୁ। ଓ ଏହି ପରିପ୍ରେକ୍ଷୀରେ ହଜରତ ଖଲିଫତୁଲ ମସିହ ସାନି ରଜିୟା ତାଆଲା ଅଭାବୀ ଓ ଦରିଦ୍ର ଲୋକମାନଙ୍କର ଉଦାହରଣ ଉପସ୍ଥାପିତ କରୁଥିଲେ। ସେଠାରେ କେତେକ ପୁରାତନ ବରିଷ୍ଠ ବ୍ୟକ୍ତିମାନଙ୍କର ଉଦାହରଣ ମଧ୍ୟ ହୁଜୁର ରଖିଛନ୍ତି, ଉଲ୍ଲେଖ କରିଛନ୍ତି। ସେଥିମଧ୍ୟରୁ ପ୍ରଥମ ଡାକ୍ତର ଖଲିଫା ରସିଦୁଦ୍ଦିନ ସାହେବଙ୍କର ରହିଛି। ଡାକ୍ତର ଖଲିଫା ରସିଦୁଦ୍ଦିନ ସାହେବ ହଜରତ ଖଲିଫତୁଲ ମସିହ ସାନିଙ୍କର ପ୍ରଥମ ପତ୍ନୀ ଅର୍ଥାତ୍ ଉମ୍ମେ ନାସିରଙ୍କର ପିତା ଥିଲେ। ଅର୍ଥାତ୍ ତୃତୀୟ ଖଲିଫା ହଜରତ ମିର୍ଜା ନାସିର ଅହମଦ ସାହେବଙ୍କର ନନା। ହଜରତ ମୁସଲିମ ମଉଦ ରଜିୟା ତାଆଲା ଉଲ୍ଲେଖ କରନ୍ତି, ସେ ଜଣେ ବନ୍ଧୁଙ୍କ ଠାରୁ ହଜରତ ମସିହ ମଉଦଙ୍କ ଦାବି ସମ୍ପର୍କରେ ଶୁଣିଲେ। ସେତେବେଳେ ସେ ଏତେ ବଡ଼ ଦାବିଦାର ବ୍ୟକ୍ତି କହିଲେ, ସେତେବେଳେ ସେ କହିଥିଲେ ଯେ ଏତେ ବଡ଼ ଦାବିଦାର ବ୍ୟକ୍ତି ଆଦୌ ମିଥ୍ୟାବାଦୀ ହୋଇପାରିବ ନାହିଁ, ମୋତେ ଆଉ କୌଣସି ପ୍ରମାଣର ଆବଶ୍ୟକତା ନାହିଁ। ଅର୍ଥାତ୍ ଜଣଙ୍କ ଠାରୁ ହଜରତ ମସିହଙ୍କ ଦାବି କଥା ଶୁଣି ସେ ମସିହଙ୍କ ନିକଟକୁ ଚାଲି ଆସିଥିଲେ ବୟତ କରିବାକୁ ଯେ ଏଭଳି ଦାବି କରିବା ବ୍ୟକ୍ତି ମିଥ୍ୟାବାଦୀ ହୋଇନପାରେ। ଏତତ୍ପରେ ଆପଣ ଯଥାଶୀଘ୍ର ହଜରତ ମସିହଙ୍କର ବୟତ କରିନେଇଥିଲେ। ହଜରତ ମସିହ ନିଜର ପୁସ୍ତକରେ ଖଲିଫା ରସିଦୁଦ୍ଦିନ ସାହେବଙ୍କର ନାମ ଉଲ୍ଲେଖ କରିଛନ୍ତି ଏବଂ ନିଜର 12 ଜଣ ହୱାରିଙ୍କ ମଧ୍ୟରେ ତାଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି। ହୁଜୁର ହଜରତ ମସିହ ମଉଦ ଆଲୈହିସ୍ସଲାମ ତାଙ୍କୁ ଲିଖିତ ଭାବରେ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଥିଲେ ଯେ ଆପଣ ଏହି ସମ୍ପ୍ରଦାୟ ନିମନ୍ତେ ଏଭଳି ବଳିଦାନ ଦେଇଛନ୍ତି ଯେ ଭବିଷ୍ୟତରେ ଆପଣଙ୍କୁ ଆଉ କୌଣସି ବଳିଦାନ ଦେବାର ଆବଶ୍ୟକତା ହିଁ ନାହିଁ। ହଜରତ ମୁସଲିମ ମଉଦ ରଜିୟା ତାଆଲା କୁହନ୍ତି, ମୋତେ ହଜରତ ମସିହଙ୍କ ସେହି କାଳର କଥା ସ୍ମରଣ ଅଛି ଯେ ଆପଣ ଆଲୈହିସ୍ସଲାମଙ୍କ ଉପରେ ଯେତେବେଳେ ଗୁରଦାସପୁର ଠାରେ ମିଥ୍ୟା ମାଲି ମକଦ୍ଦମା ଚାଲିଥିଲା ଓ ମକଦ୍ଦମାରେ ଅର୍ଥର ଆବଶ୍ୟକତା ପଡ଼ିଲା, ସେତେବେଳେ ହୁଜୁର ବନ୍ଧୁମାନଙ୍କୁ ଚାନ୍ଦା ଦେବା ପାଇଁ, ଅର୍ଥଦାନ କରିବା ପାଇଁ ଆହ୍ୱାନ ଦେଇଥିଲେ। କାରଣ ସେତେବେଳେ ଲଙ୍ଗର 2ଟି ସ୍ଥାନରେ ଚାଲୁଥିଲା ଓ ଖର୍ଚ୍ଚ ବଢ଼ିଯାଇଥିଲା। ଗୋଟିଏ କାଦିଆନରେ ଓ ଅନ୍ୟଟି ଗୁରଦାସପୁରରେ ଲଙ୍ଗର ଚାଲିଥିଲା। ଏତଦ୍ଭିନ୍ନ ମକଦ୍ଦମାରେ ଅଧିକ ଅର୍ଥ ମଧ୍ୟ ଦରକାର ଥିଲା। ତେଣୁ
ଯେତେବେଳେ ହୁଜୁର ଏହି ଆହ୍ୱାନ ଜଣାଇଲେ, ସେତେବେଳେ ଖଲିଫା ରସିଦୁଦ୍ଦିନ ସାହେବଙ୍କ ନିକଟରେ ଯେତେବେଳେ ଏହି ଖବର ପହଞ୍ଚିଲା, ସେ ଦୈବାତ ନିଜର ମାସିକ ଆୟ 450 ଟଙ୍କା ବେତନ ଯାହାକି ତାଙ୍କୁ ମିଳୁଥିଲା, ସେ ସମସ୍ତ ଟଙ୍କା ହୁଜୁରଙ୍କ ନିକଟକୁ ପ୍ରେରଣ କରିଦେଲେ। ଜଣେ ବନ୍ଧୁ ତାଙ୍କୁ ପ୍ରଶ୍ନ କଲେ ଯେ ମହୋଦୟ, ଆପଣ ସମସ୍ତ ଟଙ୍କା ହୁଜୁରଙ୍କୁ ପ୍ରେରଣ କରିଦେଲେ, ପଠାଇଦେଲେ, ଏବେ ଘର ଖର୍ଚ୍ଚ କିପରି କରିବେ? ପ୍ରତି ଉତ୍ତରରେ ଡାକ୍ତର ଖଲିଫା ରସିଦୁଦ୍ଦିନ ସାହେବ କହିଲେ, ଈଶ୍ୱରଙ୍କ ପ୍ରତିଶ୍ରୁତ ମସି ଯେତେବେଳେ ଲେଖୁଛନ୍ତି ଯେ ତାଙ୍କୁ ଧର୍ମ କାର୍ଯ୍ୟ ନିମନ୍ତେ ଅର୍ଥର ଆବଶ୍ୟକତା ରହିଛି, ସେତେବେଳେ ମୁଁ ନିଜ ଆବଶ୍ୟକତାକୁ କିଭଳି ପ୍ରାଧାନ୍ୟ ଦେବି? ଅତଏବ ଏହା ହେଉଛି ସେହି ଉଦାହରଣ ଯାହାକି ଆମ ପୁରାତନ ଅହମଦୀମାନେ ସ୍ଥାପନ କରିଯାଇଛନ୍ତି। ପୁଣ୍ୟଶଳକ ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କ ସାହାବାମାନେ ମଧ୍ୟ କରିଯାଇଛନ୍ତି। ପୁନଶ୍ଚ ପ୍ରତ୍ୟେକ ଖିଲାଫତ କାଳରେ ଏହି ଉଦାହରଣ ଆମକୁ ଦେଖିବାକୁ ମିଳୁଅଛି। ବର୍ତ୍ତମାନ ମୁଁ ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କ କାଳର ଗୋଟିଏ ଦୁଇଟି ଘଟଣା ବର୍ଣ୍ଣନା କରିଦେଉଛି। ପ୍ରବାସକାରୀ ହଜରତ ସୁଫି ନବୀ ବକ୍ସ ସାହେବ ରଜିୟତାଲା ବର୍ଣ୍ଣନା କରନ୍ତି, ଏକଦା ଜଲସା ସାଲାନାରେ ମୁଁ ଉପସ୍ଥିତ ଥିଲି। ମୁଁ କହିଲି, ଅର୍ଥାତ୍ ମୁଁ ହଜରତ ମସିହ ମଉଦଙ୍କୁ ଏକାନ୍ତରେ କିଛି କହିବାକୁ ଚାହୁଁଥିଲି। ପୁଣ୍ୟଶ୍ଳୋକ ହଜରତ ମସିହ ମଉଦ କହିଲେ, ହଉ ଭିତରକୁ ଆସନ୍ତୁ। ସଂଯୋଗବଶତଃ ଯେଉଁ ଦ୍ୱାର ମଧ୍ୟ ଦେଇ ଆପଣ ଗୃହ ମଧ୍ୟକୁ ପ୍ରବେଶ କରିଥିଲେ, ସେହି ଗୃହର ଝରକା ମଧ୍ୟ ଖୋଲା ରହିଥିଲା। ମୋ ସହିତ ଆହୁରି ଅନେକ ଲୋକମାନେ ଭିତରକୁ ଚାଲି ଆସିଲେ। ମୁଁ କହିଲି, ହୁଜୁର, ପିତାଶ୍ରୀ କହୁଛନ୍ତି ଯେ ମୋତେ ଉତ୍ତମ ଓ ସର୍ବୋଚ୍ଚ ଶିକ୍ଷା ପ୍ରଦାନ କରିଛନ୍ତି। ମୋତେ ଉଚ୍ଚ ଶିକ୍ଷା ଓ ସର୍ବୋଚ୍ଚ ସ୍ତରର ଶିକ୍ଷା ପ୍ରଦାନ କରିଛନ୍ତି, ଯାହାଫଳରେ ମୁଁ ଚାକିରି କରି ତାଙ୍କର ଆର୍ଥିକ ଓ ଶାରୀରିକ ସେବା ଶୁଶ୍ରୂଷା କରିପାରିବି। କିନ୍ତୁ ଏହି ମାର୍ଗରେ ଚାଲିଲେ ମୁଁ କିଭଳି ତାହା ସମ୍ପନ୍ନ କରିପାରିବି? କହିବାର ତାତ୍ପର୍ଯ୍ୟ ଏହିକି ଯେ ନବୀ ବକ୍ସ ସାହେବ କୁହନ୍ତି ଯେ ମୁଁ ହଜରତ ମସିହଙ୍କୁ କହିଲି, ହୁଜୁର, ପିତାଙ୍କର କର୍ତ୍ତବ୍ୟ କିଭଳି ସମ୍ପାଦନ କରିପାରିବି? ଏହିପରି ଅର୍ଥାତ୍ ମୋ ପିତାଙ୍କ ପରି ମୋ ପତ୍ନୀଙ୍କର ମଧ୍ୟ ଅଭିଯୋଗ ରହିଛି ଯେ ତୁମେ ନିଜର ସର୍ବସ୍ୱ ଧର୍ମମାର୍ଗରେ ପ୍ରଦାନ କରିଦେଉଛ। ଘର କିଭଳି ଚଳିବ? ଏଭଳିକି ସେ ଘରର ଅଳଙ୍କାର ମଧ୍ୟ ବିକ୍ରି କରିଦିଅନ୍ତି ଧର୍ମ ମାର୍ଗରେ ଦାନ କରିବା ପାଇଁ, ବଳିଦାନ ଦେବା ପାଇଁ। ହଜରତ ମସିହ ମଉଦ କୁହନ୍ତି ଯେ ହୁଜୁର, ଆପଣ ହଜରତ ମସିହ ମଉଦଙ୍କୁ କୁହନ୍ତି ଯେ ହୁଜୁର, ବର୍ତ୍ତମାନ ମୁଁ କାଦିଆନ ଆସିଯାଇଛି। ତେବେ ଏଠାରେ ମୁଁ ଉକ୍ତ ବସ୍ତିର ଦୃଶ୍ୟ ଦେଖୁଅଛି ଯେ ଉକ୍ତ ସମ୍ପ୍ରଦାୟର ସେବା କରିବା ନିମନ୍ତେ ଆପଣଙ୍କ ଅନୁଗାମୀମାନେ ସହସ୍ର ଟଙ୍କା ତ୍ୟାଗ କରିଦେଉଛନ୍ତି। ହୁଜୁର, ଆପଣ ଦୁଆ କରନ୍ତୁ ଯେ ଆଲ୍ଲାହ ତାଆଲା ମୋତେ 2 ଗୁଣା ଓ 3 ଗୁଣା ବେତନ ପ୍ରଦାନ କରନ୍ତୁ, ଯଦ୍ୱାରା ମୁଁ ଆପଣଙ୍କ ସେବା କରିପାରିବି। ସେହି ଅଭିଯୋଗର ଚର୍ଚ୍ଚା କରି ନବୀ ବକ୍ସ ସାହେବ କୁହନ୍ତି, ଯେତେବେଳେ ମୁଁ ସେହି ଲୋକମାନଙ୍କର ଆଦର୍ଶ ଓ ଉଦାହରଣକୁ ଅବଲୋକନ କରେ, ସେତେବେଳେ ମୋ ହୃଦୟରେ ଏହି ଇଚ୍ଛା ଉତ୍ପନ୍ନ ହୁଏ, ଜାତ ହୁଏ ଯେ ମୁଁ ଏହାଠୁ ଅଧିକ ବଳିଦାନ କରନ୍ତି କି? ପୁନଶ୍ଚ ଆଲ୍ଲାହ ତାଆଲା ଏପରି ସାଧନ ସୃଷ୍ଟି କରିଦେଲେ ଯେ ନବୀ ବକ୍ସ ସାହେବକୁ ବିଦେଶରେ ଚାକିରିଟି ମିଳିଗଲା ଏବଂ ବେତନରେ ମଧ୍ୟ ବୃଦ୍ଧି ଘଟିଲା। ସେ ଆର୍ଥିକ ସାହାଯ୍ୟ ମଧ୍ୟ କଲେ ଓ ନିଜ ପରିବାରବର୍ଗଙ୍କୁ ମଧ୍ୟ ସାହାଯ୍ୟ କଲେ। ସେହି ପୁଣ୍ୟବଳୀ ଗୁଡ଼ିକର ଚର୍ଚ୍ଚା କରି ଯେଉଁମାନେ ଆଲ୍ଲାହ ତାଆଲାଙ୍କ ପ୍ରତିଶ୍ରୁତ ମସିଙ୍କ ପବିତ୍ର ଐଶୀ ଶକ୍ତି ଫଳରେ ସେହି କାଳରେ କରିଥିଲେ, ଯେଉଁଠି ସାଂସାରିକ କାମନା କାୟା ବିସ୍ତାର କରିଥିଲା, ସେଭଳି ସ୍ଥଳେ ସେହି ଲୋକମାନେ ଧର୍ମକୁ ପ୍ରାଧାନ୍ୟ ଦେଉଥିଲେ, ତ୍ୟାଗ ଓ ବଳିଦାନକୁ ପ୍ରାଧାନ୍ୟ ଦେଉଥିଲେ। କେତେକ ଦରିଦ୍ର ବ୍ୟକ୍ତିମାନେ ସେହି କାଳରେ କିପରି ବଳିଦାନ ଦେଉଥିଲେ, ସେହି ବଳିଦାନର ଉଦାହରଣ ଆଜି ମଧ୍ୟ ଆମମାନଙ୍କୁ ଦେଖିବାକୁ ମିଳୁଅଛି। ଆଫ୍ରିକାର କେତେକ ବ୍ୟକ୍ତି ନିଜର ଅନୁଭୂତି ମୋତେ ଲେଖି ପ୍ରେରଣ କରିଛନ୍ତି। ପ୍ରଥମ, ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କ କାଳରେ ଗରିବ ଲୋକମାନଙ୍କର ଉଦାହରଣର ବର୍ଣ୍ଣନା କରିଦେଉଛି। ହଜରତ କାରୀ କମରୁଦ୍ଦିନ ସାହେବ ରଜିୟତାଲା ସାईं ଦିୱାନ ଶାହ ସଂକ୍ରାନ୍ତରେ ଏକ ଘଟଣା ବର୍ଣ୍ଣନା କରିଛନ୍ତି। ସେ କୁହନ୍ତି, ମୁଁ ସାईं ସାହେବଙ୍କୁ ବେଳେବେଳେ ପ୍ରଶ୍ନ କରୁଥିଲି ଯେ ସାईं ସାହେବ,
ଆପଣଙ୍କୁ କାଦିଆନ ଆସିବାର କୌଣସି ବିଶେଷ କାରଣ ରହିଛି? ଆପଣ ଅତ୍ୟଧିକ କାଦିଆନ ଯାଉଥିଲେ, କାରଣ ଯେଉଁଠି ତାଙ୍କର ଗ୍ରାମ ରହିଥିଲା ସାईं ସାହେବ ସେହି ବାଟ ଦେଇ ଅତିକ୍ରମ କରୁଥିଲେ। କାଜୀ ସାହେବଙ୍କର ଗ୍ରାମ ଦେଇ ଅତିକ୍ରମ କରୁଥିଲେ ଓ ରାତ୍ରିରେ ସେହିଠାରେ ରାତ୍ରିଯାପନ କରୁଥିଲେ। ସାईं ସାହେବ ଦିୱାନ ଶାହା ନରୱାଲର ଅଧିବାସୀ ଥିଲେ। ପଦଯାତ୍ରା କରି ସେ କାଦିଆନରେ ପହଞ୍ଚୁଥିଲେ। ଅନେକ ମାଇଲର ଯାତ୍ରା କରି ସେ କାଦିଆନରେ ପହଞ୍ଚୁଥିଲେ। ସେ କୁହନ୍ତି, ମୁଁ ଯଦି ମଝି ମାର୍ଗ ଦେଇ ଅତିକ୍ରମ କରନ୍ତି, ଅର୍ଥାତ୍ ସର୍ଟକଟ୍ ଅବଲମ୍ବନ କରନ୍ତି, ତେବେ ମଧ୍ୟ ପ୍ରାୟ 100 ମାଇଲ ବ୍ୟବଧାନ ହେବ, ଅର୍ଥାତ୍ ନରୱାଲରୁ କାଦିଆନ। ଏତେ ଦୂର ସେ ପଦଯାତ୍ରା କରୁଥିଲେ। ତେଣୁ ସାईଁ ସାହେବ କହିଲେ, ମହୋଦୟ, ଆପଣ କାଦିଆନ କୌଣସି ବିଶେଷ କାରଣରୁ ଯାଉଛନ୍ତି ନା କେବଳ ସାକ୍ଷାତ କରିବା ଉଦ୍ଦେଶ୍ୟରେ? ହଜରତ ମସିହଙ୍କୁ ଭେଟିବା ପାଇଁ? ସାईଁ ସାହେବ କହିଲେ, ପ୍ରଥମତଃ ଆପଣ ଆଲାଇହିସଲାମକୁ ସାକ୍ଷାତ କରିବାର ମୋର ଇଚ୍ଛା ରହିଛି। ଦ୍ୱିତୀୟତଃ ମୁଁ ଜଣେ ଗରିବ ଲୋକ। ଯେଭଳି ଧନ ଅନ୍ୟ ବ୍ୟକ୍ତିମାନେ ଧର୍ମ ମାର୍ଗରେ ବ୍ୟୟ କରୁଛନ୍ତି, ସେଭଳି ମୁଁ କରିପାରୁନାହିଁ। ତେଣୁ ମୁଁ କାଦିଆନ ଏଥିପାଇଁ ଯାଉଛି ଯେ ମୁଁ ଅତିଥିଳୟରେ ଯାଇ ସେଠାରେ ଅତିଥିମାନଙ୍କର ଖଟ ପଲଙ୍କ ତିଆରି କରିଦେବି, ଖଟିଆ ବୁଣିଦେବି, ଯଦ୍ୱାରା କି ମୋ ମୁଣ୍ଡରେ ଥିବା ଚାନ୍ଦାର ବୋଝ ହାଲୁକା ହୋଇଯିବ। ମୁଁ ମାଗଣାରେ ଯାଇ ଖଟ ତିଆରି କରିଦିଏ ଓ ଏପରି ଆକାରରେ ନିଜ ଚାନ୍ଦା ହାଲୁକା ହେବାର ମଣିଥାଏ। 1400 ବର୍ଷ ପୂର୍ବେ ଯେଉଁ ଉତ୍ସାହ ଉଦ୍ଦୀପନା ସାହାବାମାନଙ୍କ ଠାରେ ରହିଥିଲା, ପୁଣ୍ୟଶ୍ଳୋକ ହଜରତ ମସିହଙ୍କ କାଳରେ ମଧ୍ୟ ସେହିପରି ଉଦାହରଣ, ସେହିପରି ଉତ୍ସାହ ହଜରତ ମସିହଙ୍କ ସାହାବାଙ୍କ ଠାରେ ଦେଖିବାକୁ ମିଳୁଥିଲା। ତେବେ ଏହି ପ୍ରାଣ ସଞ୍ଚାର କିଏ କରିଥିଲା? ଏହି ଲୋକମାନଙ୍କ ଠାରେ ଏଭଳି ଆଦର୍ଶ କିଏ ସୃଷ୍ଟି କରିଥିଲା? ହଜରତ ମସିହଙ୍କର ସେହି ଉତ୍ତମ ଆଚରଣ, ସେହି ଶିକ୍ଷା ସେମାନଙ୍କୁ ଏଥିପ୍ରତି ପ୍ରୋତ୍ସାହିତ କରିଥିଲା, ଅନୁପ୍ରାଣିତ କରିଥିଲା। ମାର୍ଶାଲ ଆଇଲ୍ୟାଣ୍ଡର ମୁବଲ୍ଲିକ ସାହେବ ଉଲ୍ଲେଖ କରନ୍ତି, ଲାଦ୍ରି ଆଇଜାକ୍ ସାହେବ ନାମକ ଜଣେ ମହିଳା କର୍ମଚାରିଣୀ ଜମାତର ଲଙ୍ଗର ଚଳାଇବା ନିମନ୍ତେ ଅକ୍ଳାନ୍ତ ପରିଶ୍ରମ କରିଥାନ୍ତି, ଯେଉଁଠି ଦୈନିକ 2 ଓଳି ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ମହୋଦୟା ଆସନ୍ତି ଓ ଖାଦ୍ୟ ରାନ୍ଧିବାରେ ସାହାଯ୍ୟ କରିଥାନ୍ତି। କିନ୍ତୁ ଯେତେବେଳେ ତାଙ୍କୁ ବେତନ ମିଳେ, ସେତେବେଳେ ମହୋଦୟଙ୍କର ପ୍ରଥମ କର୍ତ୍ତବ୍ୟ ହେଲା ଯେ ନିଜର ଓ ନିଜର 5 ଜଣ ପୌତ୍ରପୁତ୍ରୀଙ୍କ ତରଫରୁ ଆର୍ଥିକ ବଳିଦାନ କରିଦିଅନ୍ତି। ୱକ୍ଫେ ଜଦୀଦର ବଳିଦାନ ଜମାତରେ ସବୁଠୁ ବେଶୀ ରହିଥିଲା। ମୁବଲ୍ଲିକ ସାହେବ କୁହନ୍ତି, ମହୋଦୟଙ୍କ ପରିବାର ଅତ୍ୟନ୍ତ ଦରିଦ୍ର। ଏମାନେ ହେଉଛନ୍ତି ସେହି ଲୋକ ଯାହାଙ୍କ ଘରକୁ ଦେଖି ହଜରତ ମସିହଙ୍କ କଲ୍ୟାଣମୟ ଶବ୍ଦ ମନେ ପଡ଼ିଥାଏ ଯେ ଧର୍ମପରାୟଣ ବ୍ୟକ୍ତି ପ୍ରକୃତ ସୁଖ ଛପର ଘରେ ପ୍ରାପ୍ତ କରିପାରିବ, କିନ୍ତୁ ଏହି ସୁଖ ସାଂସାରିକ ଈର୍ଷାରୁ, କଳୁଷତାରୁ, ଆଭିଜାତ୍ୟରୁ, ପ୍ରାସାଦରୁ ମିଳିପାରି ନଥାଏ। ସେହିପରି ସେଠିକାର ଜନୈକ ମହିଳା ଯାହାଙ୍କ ନାମ ଲୋରେନ୍ ସାହେବା ଅଟେ, ସେ ମଧ୍ୟ ଜମାତର ଲଙ୍ଗରରେ କାର୍ଯ୍ୟ କରନ୍ତି। ସେ କୁହନ୍ତି, ମୁଁ ୱକ୍ଫେ ଜଦୀଦ ଚାନ୍ଦା ସମ୍ପର୍କରେ ମହୋଦୟଙ୍କୁ ସ୍ମରଣ କରାଇଲି କି ବର୍ଷ ଶେଷ ହୋଇଯାଉଛି, ତୁମର ଗତ ଚାନ୍ଦା ଅପେକ୍ଷା ଚଳିତ ବର୍ଷର ଚାନ୍ଦା ସ୍ୱଳ୍ପ ରହିଯାଇଛି। ଏତତ୍ପରେ ଶୁକ୍ରବାର ଦିନ ଲୋରେନ୍ସ ସାହେବା କାର୍ଯ୍ୟାଳୟକୁ ଆସିଲେ ଏବଂ ନିଜର ୱକ୍ଫେ ଜଦୀଦର ଚାନ୍ଦା ପୈଠ କରିଗଲେ, କାରଣ ଆମେ ଗତ ବର୍ଷର ଲକ୍ଷ୍ୟକୁ ହାସଲ କରିପାରିବୁ କିମ୍ବା ଏହାଠୁ ବି ଅଧିକ ଲକ୍ଷ୍ୟ ହାସଲ କରିପାରିବୁ। କାଜାକିସ୍ତାନର ମୁବଲ୍ଲିକ ସାହେବ ଆୟାନ ଆବ୍ରାଇଫ ସାହେବ ଚାନ୍ଦାର ଚର୍ଚ୍ଚା କରି କୁହନ୍ତି, ମୁଁ ଜୀବନରେ ଏମିତି ସମୟ ମଧ୍ୟ ଦେଖିଛି ଯେ ମୋ ନିକଟରେ ଯେତେବେଳେ ରୁଟି କିଣିବା ନିମନ୍ତେ ପଇସା ନଥିଲା, ସେତେବେଳେ ମୋ ଖାଦ୍ୟ ଓ ପାନୀୟ ନିମନ୍ତେ ମୋତେ ଋଣ ନେବାକୁ ପଡ଼ୁଥିଲା। ମୋର ପତ୍ନୀ ସର୍ବଦା ଚିନ୍ତିତ ରହୁଥିଲେ ଯେ ଆମେ ଆଗକୁ କିଭଳି ଜୀବନ ବିତାଇବା। ସେହି ପରିସ୍ଥିତିରେ ମୁଁ ଚାନ୍ଦା ଦେବା ଆରମ୍ଭ କଲି। ବର୍ତ୍ତମାନ ମଧ୍ୟ ମୋର ଏହି ନୀତି ରହିଛି।
ମୋ ନିକଟରେ ଯେତେବେଳେ ପଇସା ଆସେ ସେତେବେଳେ ମୁଁ ସର୍ବପ୍ରଥମେ ଚାନ୍ଦା ପୈଠ କରିଦିଏ। ଏହା ଫଳରେ ଆଲ୍ଲାହ ତାଆଲା ମୋ ସହିତ ବିଚିତ୍ର ବ୍ୟବହାର କଲେ। ମୋ ଅବସ୍ଥା ପରିବର୍ତ୍ତନ ହୋଇଗଲା ଓ ମୋ ନିକଟକୁ ପଇସା ଆସିବାକୁ ଲାଗିଲା। ମୋ ପତ୍ନୀ ମୋତେ ପଚାରନ୍ତି ଯେ ପଇସା କେଉଁଠୁ ଆସିଲା? ତେବେ ମୁଁ ପତ୍ନୀଙ୍କୁ କୁହେ କି ଏ ହେଉଛି ସେହି ଚାନ୍ଦାର କଲ୍ୟାଣ ଯାହାକି ଆମେ ଆଲ୍ଲାହ ତାଆଲାଙ୍କ ମାର୍ଗରେ ଦେଇଥିଲେ। କ୍ୟାମରୁନର ମୋରୱା ନାମକ ସହର ନିକଟବର୍ତ୍ତୀ ଏକ ଜମାତ ରହିଛି। ସେଠାରେ ମହମ୍ମଦ ୟୁନୁସ ସାହେବ ଜନୈକ ବନ୍ଧୁ ରହିଛନ୍ତି। ସେ କୁହନ୍ତି, ମୁଁ ଦରିଦ୍ର ଥିଲି, ଲୋକମାନଙ୍କ ଫାର୍ମରେ କାମ କରୁଥିଲି, କିନ୍ତୁ ଅହମଦୀ ହେବା ପରେ ଚାନ୍ଦା ଦେବା ଆରମ୍ଭ କଲି। ଚାନ୍ଦାର କଲ୍ୟାଣ ହେତୁ ଆଲ୍ଲାହ ତାଆଲା କେବଳ ମୋର ଚାନ୍ଦାକୁ ସ୍ୱୀକାର କଲେ ନାହିଁ, ମୋତେ ଏଭଳି ସମ୍ମାନିତ ଓ ପୁରସ୍କୃତ କଲେ ଯେ ମୋ ନିଜର ଗୋଟିଏ ଫାର୍ମ ହୋଇଗଲା। ଆଲ୍ଲାହ ତାଆଲା ମୋତେ ବହୁତ ଧନ ସମ୍ପତ୍ତି ପ୍ରଦାନ କଲେ। ଦିନ ଥିଲା ମୁଁ ଅନ୍ୟମାନଙ୍କ ଫାର୍ମରେ ମୂଲିଆ ରୂପେ ଶ୍ରମିକ ରୂପେ ଖଟୁଥିଲି, ଆଜି ନିଜ ଫାର୍ମ ଚଳାଉଛି। ଗ୍ୟାମ୍ବିଆର ୟୁରୋ ବାୱଲ ନାମକ ଏକ ଜମାତ ରହିଛି। ସେଠାକାର ସଦର ସାହେବ କୁହନ୍ତି ତାଙ୍କୁ କେଉଁଠୁ କିଛି ଟଙ୍କା ମିଳିଲା। ସେ ସେହି ଟଙ୍କାକୁ 2 ଭାଗରେ ବିଭକ୍ତ କରିଦେଲେ। ଗୋଟିଏ ଭାଗ ଚାନ୍ଦାରେ ପୈଠ କରିଦେଲେ ଓ ଅନ୍ୟ ଭାଗଟି ବ୍ୟବହାର କରିବା ନିମନ୍ତେ ରଖିଲେ। ସେ କହନ୍ତି ଦୁର୍ଭାଗ୍ୟବଶତଃ ତାଙ୍କର ବ୍ୟକ୍ତିଗତ ବ୍ୟବହାର ନିମନ୍ତେ ଯେଉଁ ଟଙ୍କା ରହିଥିଲା ତାହା ହ୍ରାସ ପାଇଲା। ବର୍ତ୍ତମାନ ତାଙ୍କର ନିକଟରେ କେବଳ ଚାନ୍ଦାର ଅର୍ଥ ରହିଯାଇଥିଲା। ସେ ତାହାକୁ ମଧ୍ୟ ଖର୍ଚ୍ଚ କରିଦେଇଥାନ୍ତେ, କିନ୍ତୁ ଆବଶ୍ୟକ ସତ୍ତ୍ୱେ ସେ ଚାନ୍ଦାର ଟଙ୍କାକୁ ବ୍ୟକ୍ତିଗତ ରୂପେ ଖର୍ଚ୍ଚ ନ କରି ୱକ୍ଫେ ଜଦୀଦ ପାଣ୍ଠିରେ ପୈଠ କରିଦେଲେ। ଅତଏବ ସେହି ଟଙ୍କାତକର ପରିଣାମ ସ୍ୱରୂପ ଆଲ୍ଲାହ ତାଆଲା ଏପରି କଲେ ଯେ କିଛି କାଳ ପରେ ସେହି ହଜି ଯାଇଥିବା ଟଙ୍କା ଅର୍ଥାତ୍ ଯେଉଁ ଦ୍ୱିତୀୟ ଭାଗଟି ତାଙ୍କ ପାଖରେ ରହିଥିଲା ଯାହାକି ହଜିଯାଇଥିଲା ତାଙ୍କୁ ମିଳିଗଲା ଏବଂ ତାଙ୍କର ଆବଶ୍ୟକତା ପୂରଣ ହୋଇଗଲା। ଏଭଳି ପରିସ୍ଥିତିରେ ଯେତେବେଳେ ବ୍ୟକ୍ତିକୁ ଅର୍ଥର ଆବଶ୍ୟକତା ପଡ଼େ ସେତେବେଳେ ଅର୍ଥ ପ୍ରତି ରହିଥିବା ମୋହ ନିଃସନ୍ଦେହ ରୂପେ ବୃଦ୍ଧି ଘଟିଥାଏ। କିନ୍ତୁ ଅଦ୍ଭୁତ ପୂର୍ଣ୍ଣ କଥା ଓ ନିଷ୍ଠାପରତା ଏହିକି ଯେ ମନୁଷ୍ୟ ନିଜ ପ୍ରଭୁଙ୍କ ସହିତ କରିଥିବା ପ୍ରତିଶ୍ରୁତିକୁ ଶପଥକୁ ପୂରଣ କଲେ ସେ ତାହାକୁ ଏଭଳି ନିଦର୍ଶନ ଦେଖାଇଥାନ୍ତି। ନାଇଜେରିଆର ମରାୱି ନାମକ ଏକ ଜମାତ ରହିଛି। ଅହମଦ ସାନି ସାହେବ ନାମକ ଜଣେ ବନ୍ଧୁ ସେଠାରେ ଅଛନ୍ତି। ସେ ସେହି ଜମାତରେ ୱକ୍ଫେ ଜଦୀଦର ଜଣେ ଚାନ୍ଦା ପୈଠକାରୀ ବ୍ୟକ୍ତି। ସେ ପ୍ରତ୍ୟେକ ବର୍ଷ ନିୟମିତ ରୂପେ ଚାନ୍ଦା ପୈଠ କରନ୍ତି। ଚଳିତ ବର୍ଷ ଅଞ୍ଚଳରେ ବନ୍ୟା ଯୋଗୁଁ ଫସଲ ତାଙ୍କର ନଷ୍ଟ ହୋଇଗଲା। ଏହି ଧାରଣାରେ ରହିଥିଲେ ଯେ ଲୋକମାନେ ଚଳିତ ବର୍ଷ ଅଧିକ ଚାନ୍ଦା ଦେଇପାରିବେ ନାହିଁ, କିନ୍ତୁ ସାନି ସାହେବ କହିଲେ ନିଃସନ୍ଦେହରେ ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ଫସଲ ସବୁ ନଷ୍ଟ ହୋଇଯାଇଛି। ଭଲ ଫସଲ ହୋଇନାହିଁ, କିନ୍ତୁ ବନ୍ୟା ଓ ଫସଲ ନଷ୍ଟ ହେବା ଯୋଗୁଁ ଚାନ୍ଦାରେ ହ୍ରାସ ଘଟିବା ଉଚିତ ନୁହେଁ। ସେ ପୂର୍ବେ ଯେତେ ଚାନ୍ଦା ଦେଉଥିଲେ ଏହାଠୁ ବି ଅଧିକ ଚାନ୍ଦା ପୈଠ କରିଗଲେ। ତାଞ୍ଜାନିଆର ଇବ୍ରାହିମ ସାହେବ ନାମକ ଜନୈକ ବନ୍ଧୁ ରହିଛନ୍ତି। ସେ କୁହନ୍ତି, ମୋତେ ଯେତେବେଳେ ଚାନ୍ଦାର କଲ୍ୟାଣ ସମ୍ପର୍କରେ ଜ୍ଞାତ ହେଲା ସେତେବେଳେ ମୁଁ ପ୍ରତ୍ୟେକ ମାସ ଏକ ବିଶେଷ ଅଂଶ ଆର୍ଥିକ ବଳିଦାନ ନିମନ୍ତେ ଧାର୍ଯ୍ୟ କରିଦେଲି। ଏହି ଆର୍ଥିକ ବଳିଦାନର କଲ୍ୟାଣ ଫଳରେ ମୋର କାର୍ଯ୍ୟରେ ମଧ୍ୟ ଅଭିବୃଦ୍ଧି ଘଟିଲା। ଆଲ୍ଲାହ ତାଆଲା ମୋର ଜୀବିକାରେ ଅତ୍ୟଧିକ ଆଧିକ୍ୟତା ପ୍ରଦାନ କଲେ। ଏକଦା ଚାନ୍ଦା ନିମନ୍ତେ ମୁଅଲ୍ଲିମ ସାହେବ ମୋତେ କହିଲେ, ତେବେ ମୋ ନିକଟରେ କିଛି ଟଙ୍କା ରହିଛି, ସେହି ଟଙ୍କା ମୁଁ ବ୍ୟବସାୟ ନିମନ୍ତେ ରଖିଛି, କିନ୍ତୁ ଆହ୍ୱାନ ଦେବା ପରେ ମୁଁ ତାହାକୁ ଚାନ୍ଦାରେ ଦେଇଦେଲି ଏବଂ ପରବର୍ତ୍ତୀ ଦିନ ଫୋନ କରି ସେହି ଅର୍ଥ ବିକ୍ରେତାକୁ ଯାହା ନିକଟରୁ ମୁଁ ଜିନିଷପତ୍ର କ୍ରୟ କରୁଥିଲି ମୁଁ କହିଲି, ମୋ ନିକଟରେ ବର୍ତ୍ତମାନ ଆଉ ପଇସା ନାହିଁ, ତେଣୁ ମୁଁ ତୁମଠାରୁ ଯେଉଁ ବସ୍ତୁ ଉଠାଇଥିଲି ବା ଉଠାଇଥାନ୍ତି ସେହି ବସ୍ତୁ ଆଉ ମୁଁ ଉଠାଇ ପାରିବି ନାହିଁ। ପ୍ରତି ଉତ୍ତରରେ ସେ ମୋତେ କହିଲା, ଆଉ କିଛି କଥା ନାହିଁ, ତୁମେ ତାହା ନେଇଯାଅ, କାରଣ ତୁମେ ଅଧିକ ପଇସା ପୈଠ କରିସାରିଛ। ଆଉ ଯେତେବେଳେ ତୁମ ନିକଟରେ ପଇସା ହେବ ଅବଶିଷ୍ଟ ପଇସା ତୁମେ ପ୍ରଦାନ କରିଦେବ। ସେ କୁହନ୍ତି, ମୁଁ ଏହା ତ ଜାଣିଥିଲି ଯେ ଉକ୍ତ ଅଧା ପଇସା ମୁଁ କେଉଁଠୁ ଓ କେଉଁ ଆଡ଼ୁ ପୈଠ କରିଥିଲି, କିଏ ପୈଠ କରିଥିଲା, ଆଜି ପର୍ଯ୍ୟନ୍ତ ମୁଁ ଏକଥା ବୁଝିପାରିଲି ନାହିଁ। ତେବେ ଆଲ୍ଲାହ ତାଆଲା ବେଳେବେଳେ ଏପରି ସାହାଯ୍ୟ କରିଦେଇଥାନ୍ତି ଯେ ଜଣା
ନଥାଏ ଯେ ଆଲ୍ଲାହ ତାଲା ଅନେକ ଲୋକଙ୍କୁ ଆର୍ଥିକ ବଳିଦାନ କରିବା ଦ୍ୱାରା ଚାକିରି ମଧ୍ୟ ପ୍ରଦାନ କରିଦେଇଥାନ୍ତି। ଚେକ୍ ରିପବ୍ଲିକରୁ ସ୍ଥାନୀୟ ଅଧିବାସୀ କୁହନ୍ତି, ଆଲ୍ଲାହ ତାଲା ମୋତେ ଆର୍ଥିକ ବଳିଦାନର ରହସ୍ୟ ସମ୍ପର୍କରେ ବୁଝାଇ ଦେଲେ। ଆର୍ଥିକ ବଳିଦାନ ଦ୍ୱାରା ମୋତେ ଏକ ନୂତନ ଆଧ୍ୟାତ୍ମିକ ଜୀବନ ଲାଭ ହେଲା। ମୁଁ ନିଜର ସହପାଠୀମାନଙ୍କୁ ଯେତେବେଳେ ଦେଖେ ସେତେବେଳେ ଚିନ୍ତା କରେ ଯେ ଏମାନେ ନାନା ସମସ୍ୟାରେ ଘେରି ରହିଛନ୍ତି, ସମସ୍ୟା ତାଙ୍କୁ ଗ୍ରାସ କରିଛି, କିନ୍ତୁ ମୁଁ ଶାନ୍ତିରେ ଜୀବନଯାପନ କରୁଛି। ଯେଉଁଠି ପ୍ରତ୍ୟେକ ଛାତ୍ର ପ୍ରତ୍ୟେକ ବ୍ୟକ୍ତି ଧନକୁ ଏକତ୍ରିତ କରିବାରେ ବ୍ୟସ୍ତ ରହିଛି, ଧନର ଲାଳସାରେ ବଶୀଭୂତ ରହିଛି, ସେଠାରେ ଆଲ୍ଲାହ ତାଲାଙ୍କ କୃପାରୁ ମୋର ଏହି ଅଭ୍ୟାସ ରହିଛି ଯେ ମୋ ହାତକୁ ଯେତେବେଳେ କିଛି ଟଙ୍କା ଆସେ ତାହାକୁ ମୁଁ ଈଶ୍ୱରଙ୍କ ମାର୍ଗରେ ଉତ୍ସର୍ଗ କରିଦିଏ। ମୋର ସାଙ୍ଗସାଥୀମାନେ ମୋତେ କୁହନ୍ତି, ଆରେ ତୁମେ ଯେଉଁ ଈଶ୍ୱରଙ୍କ ମାର୍ଗରେ ଆର୍ଥିକ ବଳିଦାନ ଦେଉଛ ତାହାର କୌଣସି ଲାଭ ହେଉଛି? କିନ୍ତୁ ସେଥିରୁ କୌଣସି ଲାଭ ମିଳିବ ନାହିଁ। କିନ୍ତୁ ମୁଁ ଈଶ୍ୱରଙ୍କର ପ୍ରତ୍ୟକ୍ଷ ସାକ୍ଷୀ ଯେ ମୋ ଜୀବନ ଏଥିସହିତ ସଂଶ୍ଳିଷ୍ଟ। ମୁଁ ନିଜ ଫିଲ୍ଡରେ ଚାକିରି ଖୋଜୁଥିଲି, ମୁଁ ନାନା ସମସ୍ୟାର ସମ୍ମୁଖୀନ ଥିଲି। ଆଲ୍ଲାହ ତାଲାଙ୍କ କୃପାରୁ ଚାନ୍ଦାର କଲ୍ୟାଣ ଫଳରେ ସେସବୁ ଦୂରୀଭୂତ ହୋଇଗଲା। ମୋତେ ରହିବା ପାଇଁ ଘରଟିଏ ମୋ ନିକଟରେ ନଥିଲା। ଆଲ୍ଲାହ ତାଲା ମୋତେ ରହିବା ପାଇଁ ଘର ପ୍ରଦାନ କରିଦେଲେ। ପୂର୍ବେ ମୋର ପକେଟ ସର୍ବଦା ଖାଲି ରହୁଥିଲା, କିନ୍ତୁ ବର୍ତ୍ତମାନ ପକେଟରେ ଆଲ୍ଲାହ ତାଲାଙ୍କ କୃପାରୁ ସର୍ବଦା ଭର୍ତ୍ତି ରହୁଛି ଅର୍ଥ। ମୁଁ ଯେତେବେଳେ ବି ଚାନ୍ଦା ଦିଏ ଆଲ୍ଲାହ ତାଲା କେଉଁଠୁ ନା କେଉଁଠୁ ତାହାକୁ ପୁନର୍ବାର ପୂରଣ କରିଦିଅନ୍ତି। ଭାରତରୁ ସେଠାର ଜଣେ ଇନ୍ସପେକ୍ଟର ସାହେବ ଉଲ୍ଲେଖ କରିଛନ୍ତି, ଆମର ଜଣେ ବନ୍ଧୁଙ୍କର ୱକ୍ଫେ ଜଦୀଦର ଚାନ୍ଦା 24,000 ଟଙ୍କା ପୈଠ କରିବାର ବାକି ରହିଥିଲା। ତାଙ୍କ ନିକଟରେ କିଛି ଅର୍ଥ ଥିଲା ଯାହାକି ଏକ ଜରୁରୀ କାର୍ଯ୍ୟ ପାଇଁ ସେ ରଖିଥିଲେ, କିନ୍ତୁ ସେ ଆଲ୍ଲାହଙ୍କ ଉପରେ ଭରସା କରି ଉକ୍ତ ରାଶି ଏହି ପାଣ୍ଠିରେ ଅର୍ଥାତ୍ ୱକ୍ଫେ ଜଦୀଦରେ ପ୍ରଦାନ କରିଦେଲେ। ତା ପରଦିନ ହିଁ ତାଙ୍କ ବ୍ୟବସାୟର ଏକ ମୋଟା ଅଙ୍କର ରାଶି କେଉଁଠାରେ ଫସି ରହିଥିଲା ତାହା ତାଙ୍କୁ ହଠାତ୍ ପ୍ରାପ୍ତ ହୋଇଗଲା। ତେବେ ପ୍ରଭୁଙ୍କ ଉପରେ ଆସ୍ଥା ରଖିଲେ ସେ ନିଜର ଭକ୍ତଙ୍କ ସହିତ ଏପରି ଆଚରଣ କରିଥାନ୍ତି କି ତୁମେ ମୋ ସକାଶେ ଧନ ପିପାସୁ ଭାବନାକୁ ତ୍ୟାଗ କରୁଅଛ ଏବଂ ନିଜ ବ୍ୟକ୍ତିଗତ ଆବଶ୍ୟକତାକୁ ପଛରେ ରଖୁଅଛ ଓ ଜମାତର ଆବଶ୍ୟକତାକୁ ପୂରଣ କରିବାରେ ପ୍ରଚେଷ୍ଟିତ ଅଛ, ତେବେ ମୁଁ ତୁମର ସାହାଯ୍ୟ କରୁଅଛି। ଏପରି ଐଶ୍ୱର୍ଯ୍ୟମୟ ପ୍ରଭୁ ସାହାଯ୍ୟ କରିଥାନ୍ତି। ତେବେ ଜମାତର ଯେପରି ଖର୍ଚ୍ଚ ହେଉଛି, ସମଗ୍ର ବିଶ୍ୱରେ ଆମର ଯେଉଁ ମିଶନ ହାଉସ୍ ନିର୍ମାଣ ହେଉଛି ସେସବୁ ୱକ୍ଫେ ଜଦୀଦ ଓ ତେହରିକେ ଜଦୀଦର ପାଣ୍ଠିର ଚାନ୍ଦା ଦ୍ୱାରା ହିଁ ସାଧିତ ହେଉଅଛି। ଜମାତ ଏହମଦିୟାରେ ଆଲ୍ଲାହ ତାଲାଙ୍କ କୃପାରୁ ଯେଉଁ ଖର୍ଚ୍ଚ ଗୁଡ଼ିକ ହେଉଛି ତାହା ସେଥି ସଂକ୍ରାନ୍ତରେ ହଜରତ ମସିହ ମଉଦ୍ ଏହିପରି କହିଛନ୍ତି ଯେ ସଂସାରରେ ଏପରି କୌଣସି ଅବତାର ଅତିକ୍ରମ କରିନାହାନ୍ତି ଯିଏ ନିଜ ସମ୍ପ୍ରଦାୟକୁ ପରିଚାଳିତ କରିବା ନିମନ୍ତେ ଆର୍ଥିକ ବଳିଦାନ ନିମନ୍ତେ ଆହ୍ୱାନ ଦେଇନାହାନ୍ତି। ଆଫ୍ରିକାରେ ବର୍ତ୍ତମାନ ଆମର 7,953ଟି ମସଜିଦ ନିର୍ମିତ ହୋଇସାରିଛି। 306ଟି ମସଜିଦ ନିର୍ମାଣାଧୀନ ଅବସ୍ଥାରେ ରହିଛି। ସେହିପରି ପ୍ରତ୍ୟେକ ବର୍ଷ 1200ରୁ ଉର୍ଦ୍ଧ୍ୱ ମସଜିଦ ନିର୍ମାଣ କାର୍ଯ୍ୟ ହେଉଅଛି। 1860 ମିଶନ ହାଉସ୍ ବର୍ତ୍ତମାନ କାର୍ଯ୍ୟକ୍ଷମ ରହିଛି। କେତେକ ମିଶନ ହାଉସ୍ ଭଡ଼ାରେ ରହିଛି, ଭଡ଼ା ଦିଆଯାଉଛି ସେଗୁଡ଼ିକର। ଆଉ କେତେକ ମିଶନ ହାଉସ୍ ନିଜର ରହିଛି। ମରକଜି ମୁବଲ୍ଲିଗିନ୍ ମାନେ 400 ସଂଖ୍ୟକ ସେଠାରେ କାର୍ଯ୍ୟରତ। 2000ରୁ ଉର୍ଦ୍ଧ୍ୱ ମୁଅଲ୍ଲିମିନ୍ ମଧ୍ୟ ରହିଛନ୍ତି ଯାହାଙ୍କର ଖର୍ଚ୍ଚ ରହିଛି, ବେତନ ଦେବାକୁ ପଡ଼ୁଛି। ପୁନଶ୍ଚ କାଦିଆନ ରହିଛି, ଦକ୍ଷିଣ ଆଫ୍ରିକା ଦେଶଗୁଡ଼ିକ ରହିଛି ଯାହାକି ମରକଜ ପକ୍ଷରୁ ଅର୍ଥ ବ୍ୟୟ କରାଯାଉଛି। ସେଠାରେ ସେମାନଙ୍କର ଖର୍ଚ୍ଚ ପୂରଣ ହେଉନାହିଁ। ମିଶନର ଖର୍ଚ୍ଚ ପୂରଣ କରିବା ନିମନ୍ତେ ରନିଂ ଏକ୍ସପେଣ୍ଡିଚର ଅତ୍ୟଧିକ ହୋଇଥାଏ। ଲିଟରେଚର ବଣ୍ଟନ ନିମନ୍ତେ ମଧ୍ୟ ଖର୍ଚ୍ଚ ହେଉଛି। ବେଳେବେଳେ ଏଠାରୁ ଅର୍ଥାତ୍ ଲଣ୍ଡନରୁ ଲିଟରେଚର ପ୍ରେରଣ କରାଯାଇଥାଏ। ବଡ଼ ବଡ଼ ପୁସ୍ତକ ବ୍ୟତୀତ ତନ୍ମଧ୍ୟରୁ ଅନେକ ପୁସ୍ତକ ମାଗଣାରେ ମଧ୍ୟ ବଣ୍ଟନ କରାଯାଇଥାଏ। ଛୋଟ ଛୋଟ ଲିଟରେଚର ମଧ୍ୟ ମାଗଣାରେ ଦିଆଯାଇଥାଏ ଲୋକମାନଙ୍କୁ। ସେହିପରି କେତେକ ଲିଟରେଚର ଗୁଡ଼ିକୁ ସେଠାରେ ପ୍ରକାଶିତ ମଧ୍ୟ କରାଯାଇଥାଏ। ଏ ସମସ୍ତ ଖର୍ଚ୍ଚ ରହିଛି ଯାହାକି ଏହି ପାଣ୍ଠି
ମାଧ୍ୟମରେ କରାଯାଇଥାଏ। ବର୍ତ୍ତମାନ ମର୍କଜକୁ ଯେଉଁ ଚାନ୍ଦା ଆସୁଛି ତେହରିକେ ଜଦୀଦ୍ ୱକ୍ଫେ ଜଦୀଦ୍ର ଯଦି ଉକ୍ତ ଚାନ୍ଦାକୁ ମିଶାଇ ଦିଆଯାଏ ତେବେ ତାହା ପ୍ରାୟ 31 ମିଲିୟନ ପାଉଣ୍ଡ ହେବ। କିନ୍ତୁ ଆଲ୍ଲାହ ତାଆଲାଙ୍କ କୃପାରୁ ହିଁ ଏସବୁ ଅର୍ଥ ବ୍ୟୟ ହେଉଛି। 106ଟି ଦେଶର ମିଶନ ହାଉସ ଗୁଡ଼ିକୁ ଯେଉଁ ଗ୍ରାଣ୍ଟ ଦିଆଯାଇଥାଏ ତାହା ପ୍ରାୟ ଏହି ଚାନ୍ଦା ତୁଲ୍ୟ ହେବ, ଯେଉଁଠାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। ସେହିପରି ଜାମିଆ ଆହମଦିଆ ରହିଛି, ସେଥିପାଇଁ ମଧ୍ୟ ଗ୍ରାଣ୍ଟ ଦିଆଯାଉଛି। ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମଙ୍କୁ ଆଲ୍ଲାହ ତାଆଲା ଏହା ହିଁ କହିଥିଲେ ଯେ ମୁଁ ତୋତେ ଧନ ସମ୍ପଦ ତ ଅବଶ୍ୟ ଦେବି। ସେହି ଅର୍ଥ ଆଲ୍ଲାହ ତାଆଲା ହିଁ ଦେଉଛନ୍ତି। ଆଲ୍ଲାହ ତାଆଲା ଜମାତକୁ ସାମର୍ଥ୍ୟ ପ୍ରଦାନ କରନ୍ତୁ କି ଜମାତ ମଧ୍ୟ ଏହି ସମସ୍ତ ଖର୍ଚ୍ଚକୁ ସଠିକ୍ ରୂପେ ବିନିଯୋଗ କରିପାରିବ। ଜମାତ ମଧ୍ୟ ଏହି ସମସ୍ତ ଏବଂ ସେଥିରେ କୌଣସି ପ୍ରକାର ଅନିୟମିତତା ପରିଲକ୍ଷିତ ନ ହେବ। ଯେପରି ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ତୁମ ନିମନ୍ତେ ଏହା ସମ୍ଭବ ନୁହେଁ ଯେ ତୁମେ ଧନକୁ ବି ଭଲ ପାଇବ ଓ ଈଶ୍ୱରଙ୍କୁ ମଧ୍ୟ। ତୁମେ କେବଳ ଗୋଟିଏ ଜିନିଷକୁ ଭଲ ପାଇପାରିବ, ସେହି ଜିନିଷ ହେଉଛି ଆଲ୍ଲାହ। ସୁତରାଂ ସୌଭାଗ୍ୟଶାଳୀ ସେ ଯେ ଈଶ୍ୱରଙ୍କୁ ଭଲ ପାଏ। ତୁମମାନଙ୍କ ମଧ୍ୟରୁ ଯଦି କୌଣସି ବ୍ୟକ୍ତି ଈଶ୍ୱରଙ୍କୁ ପ୍ରେମ କରେ ତେବେ ସେହି ବ୍ୟକ୍ତି ତାହାଙ୍କ ମାର୍ଗରେ ହିଁ ନିଜର ପ୍ରିୟ ଧନକୁ ବ୍ୟୟ କରି ଦେବ। ସୁତରାଂ ମୁଁ ଏହି ବିଶ୍ୱାସ ରଖୁଛି ଯେ ଯେଉଁ ବ୍ୟକ୍ତି ଈଶ୍ୱରଙ୍କ ସକାଶେ ନିଜ ପ୍ରିୟ ଧନକୁ ତାଙ୍କ ମାର୍ଗରେ ବ୍ୟୟ କରିବ ତେବେ ଅନ୍ୟମାନଙ୍କ ତୁଳନାରେ ତାହାକୁ ଅଜସ୍ର ପ୍ରଦାନ କରାଯିବ ଓ କରାଯାଉଛି ମଧ୍ୟ। କାରଣ ଧନ ଆପେ ଆପେ ଆସିନଥାଏ, ବରଂ ଈଶ୍ୱରଙ୍କ ଇଚ୍ଛା ଦ୍ୱାରା ଆସିଥାଏ। ଅତଏବ ଯେଉଁ ବ୍ୟକ୍ତି ଈଶ୍ୱରଙ୍କ ନିମନ୍ତେ ଧନର କେତେକାଂଶ ପରିତ୍ୟାଗ କରିଦିଏ ତେବେ ସେହି ବ୍ୟକ୍ତି ପ୍ରଭୁଙ୍କ ସାମୀପ୍ୟତା ଓ କଲ୍ୟାଣର ଅଧିକାରୀ ହୋଇଥାଏ। ଆଲ୍ଲାହ ତାଆଲାଙ୍କ କୃପାରୁ ୱକ୍ଫେ ଜଦୀଦ୍ର ଏହା 67ତମ ଆର୍ଥିକ ବର୍ଷ ଡିସେମ୍ବର ମାସ 31 ତାରିଖ ଦିନ ସମାପ୍ତ ହେଲା ଓ ନୂତନ ବର୍ଷ ଜାନୁଆରୀ 1ରୁ ଆରମ୍ଭ ହେଲା, ଅର୍ଥାତ୍ 68ତମ ବର୍ଷର ଶୁଭାରମ୍ଭ ହୋଇଯାଇଛି। 2024 ମସିହାରେ ୱକ୍ଫେ ଜଦୀଦ୍ର ଚାନ୍ଦାରେ ଆଲ୍ଲାହ ତାଆଲାଙ୍କ କୃପାରୁ ଜମାତ 1,36,81,000 ପାଉଣ୍ଡ ଆର୍ଥିକ ବଳିଦାନ ଦେଇଛି, ଯାହାକି ପ୍ରାୟ 14 ମିଲିୟନ ପାଉଣ୍ଡ। ଆଦାୟ ବିଗତ ବର୍ଷ ତୁଳନାରେ 7,36,000 ପାଉଣ୍ଡ ଅଧିକ ରହିଛି। ଆଲହାମଦୁଲିଲ୍ଲାହ। ଏବେ ମୁଁ ୱକ୍ଫେ ଜଦୀଦ୍ର ନୂତନ ବର୍ଷର ଘୋଷଣା କରୁଛି। ଉକ୍ତ ଚାନ୍ଦାରେ ବଳିଦାନ ଦୃଷ୍ଟିରୁ ଅର୍ଥ ଓ ଆଦାୟ ଦୃଷ୍ଟିରୁ ପୃଥିବୀରେ ପରିବ୍ୟାପ୍ତ ଜମାତ ଆହମଦିଆର ଦେଶଗୁଡ଼ିକ ଯେଉଁ ସ୍ଥାନ ଅଧିକାର କରିଛନ୍ତି ତାହାର ମଧ୍ୟ ବର୍ଣ୍ଣନା କରିବି। ସର୍ବପ୍ରଥମ ଜମାତ ହେଉଛି ବ୍ରିଟେନ, ତାପରେ ଦ୍ୱିତୀୟ ସ୍ଥାନରେ କାନାଡ଼ା ରହିଛି। କାନାଡ଼ା ବାଲା ଓ ବ୍ରିଟେନ ମାନଙ୍କ ମଧ୍ୟରେ କଡ଼ା ଟକ୍କର ରହିଥିଲା। କାନାଡ଼ା ମଧ୍ୟ ଭଲ ଅଭିବୃଦ୍ଧି କରିଛି। କାନାଡ଼ାବାସୀମାନେ ମଧ୍ୟ ନିଜର ବଳିଦାନରେ ଅଭିବୃଦ୍ଧି କରିଛନ୍ତି। ତୃତୀୟ ସ୍ଥାନ ଜର୍ମାନୀ ଅଧିକାର କରିଛି, ତାପରେ ଆମେରିକା, ପଞ୍ଚମରେ ଭାରତ, ଷଷ୍ଠରେ ଅଷ୍ଟ୍ରେଲିଆ, ତାପରେ ମିଡଲ ଇଷ୍ଟର ଏକ ଜମାତ, ତାପରେ ଇଣ୍ଡୋନେସିଆ, ସେଥିଅନ୍ତେ ଆଉ ଏକ ମିଡଲ ଇଷ୍ଟର ଜମାତ, ଆଉ ଦଶମ ସ୍ଥାନରେ ବେଲଜିୟମ ରହିଛି। ଆଫ୍ରିକାର ସାମଗ୍ରିକ ଆଦାୟ ଦୃଷ୍ଟିକୋଣରୁ ପ୍ରଥମ 10ଟି ଜମାତ ଯଥାକ୍ରମେ ଘାନା, ମରିସସ୍, ବୁର୍କିନା ଫାସୋ ରହିଛନ୍ତି। ବୁର୍କିନା ଫାସୋର ପରିସ୍ଥିତି ମଧ୍ୟ ଅତ୍ୟନ୍ତ ସଂକଟାପନ୍ନ ରହିଛି। ଅନେକ ସ୍ଥାନ ଓ ଜମାତରୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରିପୋର୍ଟ ହସ୍ତଗତ ହୋଇପାରି ନାହିଁ, କାରଣ ଯୋଗାଯୋଗ ସେଠାରେ ହୋଇପାରିନଥିଲା। ଏହାପରେ ତାଞ୍ଜାନିଆ ରହିଛି, ଲାଇବେରିଆ, ଗ୍ୟାମ୍ବିଆ, ନାଇଜେରିଆ, ସେରାଲିଓନ, ବେନିନ ଓ କଙ୍ଗୋ କିନଶାସା ଆଦି ଯଥାକ୍ରମେ ସ୍ଥାନ ଅଧିକାର କରିଛନ୍ତି। ୱକ୍ଫେ ଜଦୀଦ୍ର ଆର୍ଥିକ ବ୍ୟବସ୍ଥାରେ ଅଂଶଗ୍ରହଣ କରିଥିବା ସଂଖ୍ୟା ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିଦେଉଛି। ବିଗତ ବର୍ଷରୁ ଚାନ୍ଦା ଦେଉଥିବା ବ୍ୟକ୍ତିଙ୍କ ସଂଖ୍ୟାରେ ମଧ୍ୟ ଏଥିରେ ଅଭିବୃଦ୍ଧି ଘଟିଛି। ଏହି ଚାନ୍ଦା ପୈଠକାରୀମାନେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବଳିଦାନ କରିଛନ୍ତି। ପାକିସ୍ତାନର ଲୋକମାନେ ମଧ୍ୟ ଚାନ୍ଦା ପୈଠ କରିବାରେ ତାଙ୍କର ମଧ୍ୟ ସଂଖ୍ୟାରେ ଅଭିବୃଦ୍ଧି ଘଟିଛି, ଯଦିଚ ସେଠାରେ ମଧ୍ୟ ପରିସ୍ଥିତି ଅତି ଶୋଚନୀୟ ରହିଛି। ଆଦାୟ ଦୃଷ୍ଟିକୋଣରୁ ବ୍ରିଟେନର 10ଟି ଜମାତ ଯଥାକ୍ରମେ ସ୍ଥାନ ଅଧିକାର କରିଛନ୍ତି। ଫାର୍ନହାମ, ୱର୍ଚେଷ୍ଟର ପାର୍କ,
इस्लामाबाद, वालसाल, एल्डर साउथ, शॉर्ट साउथ, एस साउथ चीमा, गिलेनगैम, एडन शॉर्ट नॉर्थ, यूएल आदि जमात गुड़िक यथाक्रमे स्थान अधिकार करछन्ति। प्रथम 5टी अंचल मध्यरे इस्लामाबाद रिजियन प्रथम स्थान अधिकार करछि। बैतुल फुतु द्वितीय स्थान रही, तापरे मिडलैंड आउ चतुर्थ स्थान रे मस्जिद फजल, पंचम रे बैतुल एहसान रही। दफ्तर अव्वल हेउछि वक्फे जदीद रो पृथक दफ्तर। एही दफ्तर रे प्रथम 10टी जमात यथाक्रमे स्थान अधिकार करछन्ति। एल्डरशॉट नॉर्थ, फार्महैम, एस, एल्डरशॉट साउथ, साउथ चीम, इस्लामाबाद, रोहेम्पटन भैली, वालशाल इत्यादि स्थान अधिकार करछन्ति। आदाय दृष्टि कनाडार राज्य माने हेले वैगन, कैलगरी, पीस विलेज, वैनक्यूवर, ब्रैम्पटन वेस्ट, टोरंटो, रेजिना आदि स्थान अधिकार करछन्ति। कनाडार 10टी बड़ बड़ जमात मानक मध्यरे मिल्टन ईस्ट, बैतुल रहमान, सिस्काटून, डरहम वेस्ट, मिल्टन वेस्ट, ओटावा वेस्ट, रेगिना, मॉन्ट्रियल वेस्ट, बैतुल आफियत, सिस्काटून, विनपिग, एड्री, लॉयड, मिस्टर, न्यूफाउंडलैंड आदि जमात गुड़िक यथाक्रमे स्थान अधिकार करछन्ति। दफ्तर अथफाल रे प्रमुख स्थान अधिकार करथिबा राज्य गुड़िक मध्यरे वागन, टोरंटो वेस्ट, वैनकूवर, पीस विलेज, कैलगरी, मिसासाओगा, ब्रैम्पटन ईस्ट, टोरंटो, ब्रैम्पटन वेस्ट, तापरे टोरंटो आदि स्थान अधिकार करछन्ति। जर्मनी प्रथम 10टी जमात यथाक्रमे स्थान अधिकार करछन्ति। रोएडमार्क, रोएडगाउ, निडा, रोडमार्क, फ्लशेम, न्यूवाइड, कोब्लेंज, वेनगार्डेन, बर्लिन, पिनीबर्ग, न्यूआस इत्यादि। दफ्तर अथफाल 5टी अंचल यथाक्रमे स्थान अधिकार करछन्ति। वेस्बादिन, हैम्बर्ग, हेसिन जूद, वेस्टफालेन, डेस्नाबाख इत्यादि। अमेरिकार 10टी जमात मानक मध्यरे स्थान अधिकार करथिबा जमात हेले मैरीलैंड, लॉस एंजेलिस, नॉर्थ वर्जीनिया, सिलिकॉन वैली, सियाटेल, चिकागो, डेलास, साउथ वर्जीनिया, हाउस्टन। दफ्तर अथफाल जमात मानक मध्यरे सियाटेल, नॉर्थ विलेज, जॉर्जिया, चिकागो, आस्टन, डेलास, ओस्काकोस, डेट्रोइट इत्यादि स्थान अधिकार करछन्ति। पाकिस्तान आदाय दृष्टिकोणरू सेमाने खूब परिश्रम करिछन्ति, बलिदान करिवारे मध्य बेस आगे रहिछन्ति। तेबे जो जमात गुड़िक स्थान अधिकार करछन्ति से गुड़िक हेले लाहौर, रबुआ, कराची। पाकिस्तान जिला मानक दृष्टि जो जिला गुड़िक प्रमुख स्थान अधिकार करछन्ति सेमाने हेले इस्लामाबाद, सियालकोट, फैसलाबाद, गुजरावाला, सरगोदा, उमरकोट, मुल्तान, हैदराबाद, मीरपुर खास इत्यादि। पाकिस्तान प्रथम 10टी जमात गुड़िक हेले टाउनशिप, दारुजिकर, अजीज़ाबाद, अल्लामा इकबाल टाउन, समनाबाद, बैतुल फजल, मुल्तान शहर, दिल्ली गेट, गुजरावाला दफ्तर अथफाल 3टी बड़ जमात रही। तन्मध्यरे लाहौर, रबुआ और तृतीय कराची स्थान अधिकार करछि। दफ्तर अथफाल जिला गुड़िक मध्य स्थान अधिकार करथिबा जमात गुड़िक हेले इस्लामाबाद, सियालकोट, नारवाल, उमरकोट, रावलपिंडी, गुजरावाला, मीरपुर खास, गुजरात, हैदराबाद, शेखुपुरा इत्यादि। भारतर 10टी प्रदेश हेले यथाक्रमे स्थान अधिकार करछन्ति। केरल, तमिलनाडु, जम्मू कश्मीर, कर्नाटक, तेलंगाना, ओडिशा, पंजाब, पश्चिम बंग, महाराष्ट्र,
ଉତ୍ତରପ୍ରଦେଶ ଆଦି। ଆଦାୟ ଦୃଷ୍ଟିରୁ ପ୍ରଥମ 10 ଗୋଟି ଅଞ୍ଚଳ ଯଥାକ୍ରମେ ସ୍ଥାନ ଅଧିକାର କରିଛନ୍ତି କୋଏମ୍ବାଟୁର, କାଦିଆନ, ହାଇଦ୍ରାବାଦ, କାଲିକଟ, ମଞ୍ଜେରୀ, ବେଙ୍ଗଲୋର, ମେଲାପାଲମ, କଲିକତା, କେରଙ୍ଗ ଓ କରୁलाई। ଅଷ୍ଟ୍ରେଲିଆର ଯେଉଁ 10ଟି ବଡ଼ ଜମାତ ରହିଛନ୍ତି ସେଗୁଡ଼ିକ ହେଲେ କାଷ୍ଟ ହିଲ୍, ମେଲବର୍ଣ୍ଣ, ଲ୍ୟାଙ୍ଗୱାରିନ୍, ମାର୍ସଡେନ୍ ପାର୍କ, ମେଲବର୍ଣ୍ଣ କ୍ଲାଇଡ୍, ଲୋଗାନ ଇଷ୍ଟ, ମେଲବର୍ଣ୍ଣ ବ୍ରିକୱିକ୍, ପେନରିଥ୍, ପର୍ଥ, ଆଡେଲାଇଡ୍ ୱେଷ୍ଟ ଇତ୍ୟାଦି ସ୍ଥାନ ଅଧିକାର କରିଛନ୍ତି। ଅଷ୍ଟ୍ରେଲିଆର ଜମାତଗୁଡ଼ିକ ମଧ୍ୟରେ ସ୍ଥାନ ଅଧିକାର କରିଥିବା ହେଲେ କ୍ୟାସିଲ୍ ହିଲ୍, ମେଲବର୍ଣ୍ଣ ଲ୍ୟାଣ୍ଡୱାର୍ନ, ମାର୍ସଡେନ୍ ପାର୍କ, ଲୋଗାନ ଇଷ୍ଟ, ମେଲବର୍ଣ୍ଣ ବ୍ରିକୱିକ୍, ମେଲବର୍ଣ୍ଣ କ୍ଲାଇଡି, ପେନରିଥ୍, ଆଡେଲାଇଡ୍ ୱେଷ୍ଟ ଇତ୍ୟାଦି ସ୍ଥାନ ଅଧିକାର କରିଛନ୍ତି। ଆଲ୍ଲାହ ତାଆଲା ସମସ୍ତ ବଳିଦାନକାରୀଙ୍କ ଧନ ସମ୍ପତ୍ତିରେ ଅଜସ୍ର କଲ୍ୟାଣ ପ୍ରଦାନ କରନ୍ତୁ। ସେହିପରି ଆମମାନଙ୍କୁ ମଧ୍ୟ ଦୁଆ କରିବା ଉଚିତ ଯେ ଚଳିତ ବର୍ଷ ଜମାତ ନିମନ୍ତେ ଆଲ୍ଲାହ ତାଆଲା କଲ୍ୟାଣପ୍ରଦ କରନ୍ତୁ। ପ୍ରତ୍ୟେକ ଉପଦ୍ରବକୁ ଉପଦ୍ରବ ଠାରୁ ଜମାତକୁ ଆଲ୍ଲାହ ତାଆଲା ସୁରକ୍ଷିତ ରଖନ୍ତୁ। ପାକିସ୍ତାନର ଯେଉଁ ଚରମପନ୍ଥୀ ଗୋଷ୍ଠୀମାନ ରହିଛି ସେମାନେ ବେଳେବେଳେ ହିଂସକ ହୋଇ ଉଠୁଛନ୍ତି, ଜମାତ ବିରୋଧରେ ପ୍ରଦର୍ଶନ କରୁଛନ୍ତି, କୌଣସି ପ୍ରକାର ଅତ୍ୟାଚାର କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। ଅତଏବ ପାକିସ୍ତାନର ଅହମଦୀମାନଙ୍କ ପାଇଁ ମଧ୍ୟ ଦୁଆ କରିବେ। ଆଲ୍ଲାହ ତାଆଲା ସେମାନଙ୍କୁ ମଧ୍ୟ ନିଜ ସୁରକ୍ଷା ବଳୟ ମଧ୍ୟରେ ରଖନ୍ତୁ ଏବଂ ଅତ୍ୟାଚାରୀମାନଙ୍କର ଧରପଗଡ଼ କରନ୍ତୁ। ରବୁଆରେ ମଧ୍ୟ ସେମାନଙ୍କର ଦୃଷ୍ଟି ନିକ୍ଷେପ କରିଛନ୍ତି। ସେମାନଙ୍କ ଉଦ୍ଦେଶ୍ୟ ଠିକ୍ ନାହିଁ, ତେଣୁ ରବୁଆର ସୁରକ୍ଷା ପାଇଁ ମଧ୍ୟ ଦୁଆ କରିବେ। ଯେପରିକି ମୁଁ ଜମାତର ସଦସ୍ୟବୃନ୍ଦଙ୍କ ଧ୍ୟାନ ଆକର୍ଷିତ କରିଥାଏ ଯେ ଦରୁଦ ଶରୀଫ ଓ ଅନ୍ୟାନ୍ୟ ଦୁଆ କରିବାକୁ ପୃଥିବୀରେ ବାସ କରୁଥିବା ପ୍ରତ୍ୟେକ ଅହମଦୀ ଓ ପାକିସ୍ତାନର ଅହମଦୀମାନଙ୍କ ପାଇଁ ବିଶେଷ ରୂପେ ଦୁଆ କରିବେ। ବାଂଲାଦେଶର ଅହମଦୀମାନଙ୍କ ପାଇଁ ମଧ୍ୟ ଦୁଆ କରିବେ। ଆଲ୍ଲାହ ତାଆଲା ସେମାନଙ୍କୁ ମଧ୍ୟ ସେଠାକାର ଚରମପନ୍ଥୀମାନଙ୍କ ଉପଦ୍ରବରୁ ସୁରକ୍ଷିତ ରଖନ୍ତୁ। ସିରିଆରେ ମଧ୍ୟ ବର୍ତ୍ତମାନ ନୂତନ ସରକାର ସ୍ଥାପିତ ହେବାକୁ ଯାଉଛି। ଆଲ୍ଲାହ ତାଆଲା ସେଠାରେ ମଧ୍ୟ ଅହମଦୀମାନଙ୍କୁ ପ୍ରତ୍ୟେକ ପ୍ରକାର ଉପଦ୍ରବରୁ ସୁରକ୍ଷିତ ରଖନ୍ତୁ। ଆଫ୍ରିକାର ମଧ୍ୟ କେତେକ ଦେଶ ରହିଛି ଯେଉଁଠାରେ ପରିସ୍ଥିତି ସଙ୍କଟାପନ୍ନ ରହିଛି, ସେମାନଙ୍କୁ ମଧ୍ୟ ଆଲ୍ଲାହ ତାଆଲା ନିଜ ସୁରକ୍ଷା ବଳୟ ମଧ୍ୟରେ ରଖନ୍ତୁ। ସାମଗ୍ରିକ ରୂପେ ସମସ୍ତ ଅହମଦୀମାନଙ୍କ ପାଇଁ ଦୁଆ କରିବେ। ଆଲ୍ଲାହ ତାଆଲା ସମସ୍ତଙ୍କର ସାହା ହୁଅନ୍ତୁ। ଏହିପରି ସଂସାରରେ ସାମୂହିକ ପରିସ୍ଥିତି ଓ ଯେଭଳି ଯୁଦ୍ଧର ଉତ୍କଟ ପରିସ୍ଥିତି ରହିଛି, ଆଲ୍ଲାହ ତାଆଲା ଯୁଦ୍ଧର କୁପ୍ରଭାବରୁ ପ୍ରତ୍ୟେକ ନିରୀହ ଓ ନିଷ୍ପେଷିତ ବ୍ୟକ୍ତିକୁ ସୁରକ୍ଷିତ ରଖନ୍ତୁ। ନୂତନ ବର୍ଷ ଅବସରରେ ଲୋକମାନେ ମହାସୁନ୍ଦର ଆୟୋଜନରେ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି, କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ନିଜର ଆନନ୍ଦକୁ ଅବଲୋକନ କରିଥାଏ, ଅନ୍ୟମାନଙ୍କ ଦୁଃଖ ଓ ବେଦନାକୁ ଅନୁଭବ କରିପାରିନଥାଏ। ଅଭାବୀ ଦରିଦ୍ର ଲୋକମାନଙ୍କ କଥା ମନେ ପଡ଼ିନଥାଏ, ସେମାନଙ୍କର ନିଷ୍ପେଷିତ ଲୋକମାନଙ୍କ କଥା ମନେ ପଡ଼ିନଥାଏ, ସେମାନଙ୍କ ଉପରେ ଶକ୍ତିଶାଳୀ ରାଷ୍ଟ୍ରମାନେ କିଭଳି ଅତ୍ୟାଚାର କରିଚାଲିଛନ୍ତି। ଆଲ୍ଲାହ ତାଆଲା ଏକ ସ୍ୱରବାଦକୁ ଆମେମାନେ ସଂସାର ଲୋକମାନଙ୍କ ଉପରେ ସ୍ଥାପିତ କରିବା ପାଇଁ, ସେମାନଙ୍କୁ ଏ କଥା ହୃଦୟଙ୍ଗମ କରିବା ପାଇଁ ଆଲ୍ଲାହ ତାଆଲା ଆମକୁ ଶକ୍ତି ପ୍ରଦାନ କରନ୍ତୁ। Alhamdulillah nahmaduhu wa nasta'inuhu wa nastaghfiruhu wa nu'minu bihi wa natawakkalu alayhi wa na'udhu billahi min shururi anfusina wa min sayyiati a'malina. Man yahdihillahu fala mudilla lahu ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله. عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي
يعظكم لعلكم تذكرون اذكروا الله يذكركم وادعوه يستجب لكم ولذكر الله أكبر